ସିଏ ଅବଶ୍ୟ କହିବେନି ଯେ ତୁମେ ଭାତ ଖାଇଦିଅ, କହିବେନି, କିନ୍ତୁ ଯାହା କହିଲେ ସେ ଅନୁସାରେ କରିବାକୁ ପଡିବ। କିନ୍ତୁ ଆମେ କହିଲେ ଆରେ ଗୁରୁଦେବ କଣ କହିବେ, ଶାସ୍ତ୍ର ତ କହିଛି 24 ଘଣ୍ଟା ଫାଷ୍ଟିଂ କରିବି ପୁରା। ତ 24 ଘଣ୍ଟା ଫାଷ୍ଟ ହେଲେ ତା ପରଦିନ ଆଉ 24 ଜଣଙ୍କୁ ନେଇ ହସ୍ପିଟାଲ ନେଇକି ପହଞ୍ଚିବାକୁ ପଡେ, 24 ଜଣ ତା ପଛରେ ପଡିଥିବେ। ତାର ତ କୁହା ହଉନି ଯାହାର କ୍ୟାପାବିଲିଟି ସେ ଅଛି କରିବନି ବୋଲି, ସେ କଥା କୁହାଯାଉନି। ତେଣୁ ଯାହାର ଯାହା କ୍ୟାପାବିଲିଟି ଅନୁସାରେ ଗୁରୁଦେବ ଜାଣିଛନ୍ତି। ହଁ, ଭୀମର ବଳ କେତେ କୁନ୍ତୀକୁ ଜଣା। ତେଣୁ ଯୋଉ ଥିଲେ କିଏ ଯୋଉ ରାକ୍ଷସକୁ ମାରି ଆସିଥିଲା, ସେ ମଣ୍ଡାଖିଆ ଅସୁର, ପାଣ୍ଡବ ମାନେ ଯାଇ ରହିଥିଲେ ନା ସେ ଏକଚକ୍ରା ଗାଁରେ। ତେଣୁ ସେ ଜଣେ ବ୍ରାହ୍ମଣ ରହିଥିଲେ। ସେ କହିଲେ ଯେ ଗାଁରେ ଭାଇଣୀ ପଡିଗଲା, ଏ କଣ ଇଏ ଯାହା ଘରେ ଥିଲେ ୟା ଚିନ୍ତା ପଡିଛି କଣ ନା ଆଜି ଆମର ଘରୁ କାଲି ମତେ ଜଣେ ଲୋକକୁ ପଠେଇବାକୁ ପଡିବ, କାରଣ ସେ ମଣ୍ଡାଖିଆ ଅସୁର ସମସ୍ତଙ୍କୁ ଏକାଥରେ ଖାଇଦବ। ଡେଲି ଜଣେ ଜଣେ ଗାଁ ଘରୁ ପଠଉଥିଲେ ତାକୁ। ମଣ୍ଡାସୁର ଯାଇକି ସେ ତାର ମାନେ ମଣ୍ଡା ପିଠା ପିଠା ଭର୍ତ୍ତି କରି ଗାଡିରେ ନେଇକି ଯିବ। ଆଉ ସିଏ ବି ଯିବ, ତାକୁ ଜଣକୁ ଖାଦ୍ୟ ହେଇକି ସେ ତାକୁ ଯିବ। ତେଣୁ ଏଠି ଚିନ୍ତା କଲେ, କୁନ୍ତି କହିଲେ କଣ ହେଇଛି, ସେ ଜାଣିପାରିଲେ ନା ଏମିତି ଇଏ କାନ୍ଦୁଛନ୍ତି, ଆମର କାଲି ପାଳି ପଡିଛି, ଆମ ପିଲା ଯିବାକୁ ପଡିବ। ମଣ୍ଡା କିଏ ଆସୁର ତାକୁ ନେଇକି ଯିବାକୁ ପଡିବ। अरे कोई प्रॉब्लम नहीं है, रुको, हमारा बेटा है ना हिम भीम, ତାକୁ ପଠେଇଦବା। ତାହେଲେ ଭୀମକୁ ଯେ ଜାଣିଥିଲେ, କୁନ୍ତି ଜାଣିଥିଲେ ଭୀମ ସେ ମଣ୍ଡାଖିଆ ଅସୁରକୁ ମାରିକି ଆଇବ। ତେଣୁ ଭୀମଙ୍କର ପାୱାର କେତେ ତାଙ୍କୁ ଜଣାଥିଲା, 10,000 ହାତୀର ବଳ। ତେଣୁ ସେ କହିଲେ ଭୀମର କେତେବେଳେ କୁନ୍ତୀକୁ ଜଣା। ସେଇଭଳିଆ ଆମେ କେତେ ଲମ୍ଫ ମାରୁଛନ୍ତି, କେତେ ଦୂର ଦୌଡିବା, ଏ ଗୁରୁଦେବକୁ ସବୁ ଜଣା ଅଛି। ତେଣୁ ଆମେ ହଉଛନ୍ତି, ଆମେ ଗୁରୁଦେବ କମ ଜାଣିଛନ୍ତି, ତ ଆମେ ତାଙ୍କ କଥା କାହିଁ ଶୁଣିବା। ଆମେ ଯଦି ଜାଣିଛୁ ଶାସ୍ତ୍ର ପଢିଛି ସବୁ ବୁଝିଦବା, ଏଇଟା ସବୁ ବୁଝି ହବନି। ବା ନିଜ ଲାଇଫରେ ସବୁଗୁଡା ଇମ୍ପ୍ଲିମେଣ୍ଟ କରିବେ, ଯୋଉଟା ରିକ୍ୱାରମେଣ୍ଟ ଅଛି ଶାସ୍ତ୍ରକୁ ଆମ ପାଇଁ ଯେତିକି ଆପ୍ଲିକେବୁଲ ସିଏ ବି ଆମକୁ ଜଣେଇବେ। ଆଉ ସେଇ ଜିନିଷଟା ଆପ୍ଲାଏ କରିବାକୁ ପଡେ। ସର୍ବମ୍ ଏତଦ୍ ମନ୍ୟ, ମାନେ କୃଷ୍ଣଙ୍କ ପାଖରେ ଅର୍ଜୁନ ସରେଣ୍ଡର ହେଇକି କହୁଛନ୍ତି ଯେ ଆପଣ ଯାହା କହିଲେ ସବୁଗୁଡା ମୁଁ ଗ୍ରହଣ କରୁଛି। ଆଉ ଗୁରୁଦେବ ହିସାବରେ ଆପଣ ଯାହା କହିବେ ମୁଁ ସେଟା ମାନିବି। ତ ଏଇଟା ଇମ୍ପୋର୍ଟାଣ୍ଟ ପାର୍ଟ। ଯେତେବେଳେ ଗୁରୁ ତତ୍ତ୍ୱ କଥା ଆସିବ, ସେତେବେଳେ ଚିନ୍ତା ଅଲଗା ହେଇଯିବ ଏକଦମ। ତେଣୁ ଏ ହଉଛି ଗୁରୁଙ୍କର ଇମ୍ପୋର୍ଟାନ୍ସ ଲାଇଫରେ କଣ ଅଛି ଆମକୁ ଜାଣିବାକୁ ପଡିବ। ହୁଁ, କଙ୍ଗୁ ଲଙ୍ଘାୟତେ ଗିରି, ସବୁଦିନ ତ ଆମେ କହୁଛନ୍ତି ଗୁରୁଦେବଙ୍କ କୃପା ହେଲେ ମୁକମ କରତି ବାଚାଳ। ଯଦି ଆମକୁ ଏବେ କହିବେ, ଗୁରୁଦେବ ଯଦି ଆମକୁ ଯଦି କୃପା ନ କରିବେ, ଏ ଗୋଟେ ଲାଇନ କହିପାରିବୁ, ଗୋଟେ ୱାର୍ଡ ଏକ୍ସପ୍ରେସ କରିହବନି। ତେଣୁ ଏ ଗୁରୁଦେବ କୃପାରୁ ସେ ଜିନିଷ ଚାଲିଛି। ନହେଲେ ଆମକୁ ଯଦି ଏବେ ପଲିଟିକ୍ସ ବିଷୟରେ ଡିସ୍କସ କରିବାକୁ କହିବେ, ଗୋଟେ ଲାଇନ କହିବ ବୋଲେ କହିପାରିବନି। କୋଉ ଫିଲ୍ମ ହିରୋ ଅଛନ୍ତି, କୋଉ ହିରୋଇନ, କୋଉ କିଏ କ୍ରିକେଟର, ଆଜିକାଲି କେତେ କ୍ରିକେଟର ଆସି ଚେଞ୍ଜ ହେଇଗଲାଣି, କଣ ଅଛି କିଛି ଜଣା ନାହିଁ। ସେଟା ସବୁ ଜାଣିବା ବି ଦରକାର ନାହିଁ। ବଟ୍ ଏନିୱେ, ଯଦି ବି କିଛି କିଞ୍ଚିତ ଆମର ଯଦି କିଛି ଭଏସ ବକ୍ସରୁ ବାହାରୁଛି, ଗୁରୁଦେବଙ୍କ କୃପା ନହେଲେ ସେଟା କିଛି ହେଇପାରିବନି। ସର୍ବମ ମାନେ ଇଏ ବଦିଶି କେଶବ नहीं ते ଭଗବାନ ବ୍ୟକ୍ତି ବିଦୁର ନେବ ନ ଦାନବ। ଆରେ ଭାଇ, ନା ଦେବତା ନା ଦାନବ କେହି ଜାଣିଛନ୍ତି ଜାଣିପାରିବେନି। ସ୍ୱୟଂ ଏବ ଆତ୍ମନ ବେତ୍ତ ତ୍ୱମ୍ ପୁରୁଷୋତ୍ତମ ଭୂତ ଭାବନା ଭୂତେଶ ଦେବ ଦେବ ଜଗତପତେ। ମଝି ଶ୍ଲୋକରେ କହିଲେ, ଇଣ୍ଡିଡ ୟୁ ଆଲୋନ୍ नो yourself। ଆପଣଙ୍କୁ ଆଉ କେହି ଜାଣିପାରିବେନି, ଆପଣ ଆପଣଙ୍କୁ ହିଁ ଜାଣନ୍ତି। କାହିଁକିନା ଭଗବାନ ହଉଛନ୍ତି ସୁପ୍ରିମ, ମାନେ ଆମର ଚିନ୍ତନ ବାହାରେ। ତେଣୁ ଭଗବାନ କିଏ ଜାଣିବ? ୟୁ yourself know by your internal potency। ଆପଣ ଆପଣଙ୍କୁ ହିଁ ଜାଣନ୍ତି, କାହା ମାଧ୍ୟମରେ? ତାଙ୍କ ଯୋଗମାୟ ଶକ୍ତି ଦ୍ଵାରା। ଓ ସୁପ୍ରିମ ପର୍ସନ, ଅରିଜିନ ଅଫ ଅଲ୍, ଲର୍ଡ ଅଫ ଅଲ୍ ବିଙ୍ଗ୍ସ, ଗଡ ଅଫ ଗଡ୍ସ, ଲର୍ଡ ଅଫ ୟୁନିଭର୍ସ କୁହାଗଲା। ଭଗବାନ ମାନେ ଭଗବାନ ଯେ କେତେ ସୁନ୍ଦର, ତାଙ୍କ ଛାଇକି ଦେଖିକି ସିଏ ବି ଥରେ ମାନେ ଆଶ୍ଚର୍ଯ୍ୟ ହେଇଗଲେ, ମୁଁ ଏତେ ସୁନ୍ଦର କି? ମାନେ ଭଗବାନ ଜାଣି ପାରୁନାହାନ୍ତି ବି କେତିକି ସୁନ୍ଦର। ରାଧାରାଣୀ କେମିତି ମତେ ଏତେ ଭଲ ପାଉଛନ୍ତି ମୁଁ ଜାଣିପାରୁନାହିଁ, କେମିତି ଜାଣିବି? ତେଣୁ ସେପାଇଁ ଚୈତନ୍ୟ ମହାପ୍ରଭୁ ହେଇକି ଆସିଲେ, ଭାଇ ରାଧାରାଣୀଙ୍କର ଭାବ ନେଇକି, ରାଧାରାଣୀଙ୍କର ଅଙ୍ଗ କାନ୍ତି ନେଇକି ଆସିଲେ କୃଷ୍ଣ ନିଜେ ଜାଣିବା ପାଇଁ ଯେ ରାଧାରାଣୀ ମତେ କେତେ ଭଲ ପାଉଛନ୍ତି। ତ ଭଗବାନଙ୍କୁ ନିଜକୁ ବି ଜାଣି ପାରୁନାହାନ୍ତି, ମାନେ ତାଙ୍କ ଲିମିଟ କଣ। ତେଣୁ ଭଗବାନ ପାଖରେ ସବୁ କଣ୍ଟ୍ରାଡିକ୍ସ ଥାଏ, ଜାଣିପାରନ୍ତି ଜାଣିପାରନ୍ତିନି ବି। ତେଣୁ ସବୁ କଣ୍ଟ୍ରାଡିକ୍ସନ ଭଗବାନ ପାଖରେ ଅଛି। କାରଣ ନହେଲେ କେମିତି ହବ, ଯଦି ଭଗବାନ ଯଦି ନ ଜାଣି ପାରିଲେ, ମାନେ ସବୁ ଜାଣିଗଲେ ପୁଣି ଅସୁବିଧା ହେଇଯିବ। ତେଣୁ ଆମେ ବି ଜାଣିନୁ କିଛି। ହଁ, ଭଗବାନ ସବୁ ଜାଣିଛନ୍ତି ପୁଣି ସବୁ ଜାଣିନାହାନ୍ତି, ମାନେ ଏମିତି ଏଇଟା ସବୁ କଣ୍ଟ୍ରାଡିକ୍ସନ କଥା। ଗୋଟେ ନୁହେଁ, ଇନ ୱାନ ସେନ୍ସ ଭଗବାନ ସବୁ ଜାଣିଥାନ୍ତି, ତାର ତ ଭଗବାନ କିଛି ଜାଣିନଥାନ୍ତି। ବଟ୍ କୁହାଯାଉଛି ଏ ସବୁ ଲୀଳା ଭଗବାନଙ୍କର। ତେଣୁ ସେଇ ପାଇଁ ଏଠି କୁହାଲା, ବକ୍ତୁମ ଅରସି ଅଶେଷେନ ଦିବ୍ୟ ହି ଆତ୍ମବିଭୂତୟା
या फिर विभूति विलोकन इमं स्तम त्वं व्याप्यातिष्ठसि 16 श्लोकରେ। प्लीज टेल मी इन डिटेल योर डिवाइन opulences by which you are perfect all these words। ଆପଣଙ୍କର ବର୍ତ୍ତମାନ ଆପଣ ମତେ ଆପଣଙ୍କ ବିଭୂତି ବିଷୟରେ କୁହନ୍ତୁ, ଯାହା ଫଳରେ କି ଆପଣ ଏ ଯେ ପୁରା ସମଗ୍ର କ୍ରିଏସନ କୁ ୱାର୍ଲଡ କୁ ଆପଣ ଛାଇ ଦେଇଥାନ୍ତି, ପୁରା ମାନେ ସେ ରହିଥାନ୍ତି ତାପରେ ଇଏ ଥାଏ ଆପଣଙ୍କର ପୁରା କଭର କରିଦେଇଥାନ୍ତି। ତେଣୁ ସତରେ ଭଗବାନ କହିଛନ୍ତି କଥମ ତା ନାଇଁ ବର୍ତ୍ତମାନ ଅର୍ଜୁନ ଚଲେଇଛନ୍ତି ଏଇଟା। କଥମ ବିଦ୍ୟାମ ଅହମ ଯୋଗୀଂ ସଦା ପରିଚିନ୍ତୟନ୍ କେଷୁ କେଷୁ ଚ ଭାବେଷୁ ଚିନ୍ତୟସି ଭଗବାନ ମୟା। କୋଉ କୋଉ ଭାବରେ ମୁଁ ଆପଣଙ୍କୁ ଚିନ୍ତା କରିପାରିବି ଭଗବାନ କୁହନ୍ତୁ, ଓ କୃଷ୍ଣ ସୁପ୍ରିମ ମିଷ୍ଟିକ ହାଉସ ସେଲାଇ କନଷ୍ଟାଣ୍ଟଲି ମୁଁ ଆପଣଙ୍କୁ ଚିନ୍ତା କେମିତି କରିପାରିବି କୋଉ ଭାବରେ, ଆଣ୍ଡ ହାଉ ସେଲ୍ ଆଇ ନୋ ୟୁ କେମିତି ଆପଣ ଜାଣିପାରିବି, ଇନ ହ୍ୱାଟ ଭେରିୟସ ଫର୍ମସ କୋଉ ପ୍ରକାର ରୂପରେ ଆପଣ ଅଛନ୍ତି, ମାନେ ଆପଣଙ୍କୁ ମୁଁ ଚିନ୍ତନ କରିପାରିବି ଆର୍ ଟୁ ବି ରିମେମ୍ବର୍ଡ ଓ ସୁପ୍ରିମ ପର୍ସନାଲ ଗଡେଡ ଭଗବାନ। ଆପଣ କୋଉ କୋଉ ଭାବରେ ମୁଁ ଆପଣ ଜାଣିବି, କୋଉ କୋଉ ଭାବରେ ଚିନ୍ତନ କରିବି, କୋଉ ରୂପରେ ଆପଣ ଚିନ୍ତା କରିବି ସବୁବେଳେ, ଆପଣ ମତେ ଟିକେ କୃପା କରି ବତାନ୍ତୁ। ତେଣୁ କହିଲେ ବିସ୍ତାରଣ ଆତ୍ମନ ଯୋଗମ୍ ବିଭୂତିಂ ଚ ଜନାର୍ଦ୍ଦନ ଭୂୟ କଥୟ ତୃପ୍ତିଃ ଶୂନ୍ୟତ ନାସ୍ତି ମେ ଅମୃତମ୍। ଓ ଜନାର୍ଦ୍ଦନ, again please describe in detail the mystic power of your opulences। ଆପଣଙ୍କର ବହୁତ ଐଶ୍ୱର୍ଯ୍ୟର ଯୋଉ ମିଷ୍ଟିକ ପାୱାର ରହିଛି, ଆପଣ କୃପା କରି ମତେ ଡେସ୍କ୍ରାଇବ କରନ୍ତୁ। ଆଇ ଏମ୍ ନେଭର ସାଟିଏଟେଡ୍ ଇନ୍ ହିୟରିଂ ଅବାଉଟ। ମୁଁ ମୁଁ ସାଟିସ୍ଫାକ୍ସନ ପାଇପାରୁନାହିଁ ବା କମ୍ପ୍ଲିଟଲି ସାଟିସ୍ଫାଇ ହେଇପାରୁନାହିଁ ଆପଣଙ୍କ ବିଷୟରେ, ଯେତିକି ଏତେ ପର୍ଯ୍ୟନ୍ତ ଯାହା ଶୁଣିଲିଣି ତଥାପି ସେତିକି ମୁଁ ସାଟିସ୍ଫାକ୍ସନ ପୁରା ଆସୁନାହିଁ। ଫର ଦି ମୋର ଆଇ ହିୟର ଦି ମୋର ଆଇ ୱାଣ୍ଟ ଟୁ ଟେଷ୍ଟ ଦି ନେକ୍ଟର ଅଫ ୟୋର ୱାର୍ଡସ। କାହିଁକି ନା ମୁଁ ଯେତେ ଆପଣଙ୍କ ବିଷୟରେ ଶୁଣୁଛି ଆହୁରି ମୋର ଆଗ୍ରହ ବଢି ଯାଉଛି ଆପଣଙ୍କ ବିଷୟରେ ଜାଣିବା ପାଇଁ। ନା ଭଗବାନ ଭଳି ସେଭଳିଆ ବ୍ୟକ୍ତି ରସମାଳ ଏମିତି ଶ୍ରୀମଦ ଭାଗବତମ, ସେମିତି ଭଗବାନ ହଉଛି ନବଯୌବନମ ଚ, ଭାଷ୍ୟ ହଉଛନ୍ତି ଅଲୱେଜ ଏଭର ଫ୍ରେଶ, ଅଲୱେଜ 24 ଆୱାର୍ସ 25 ଇୟର୍ସ ଏଜ, ତାପରେ ନବଯୌବନ। ତେଣୁ ଏଇ ଯେ ଏଭର ଫ୍ରେଶ ଉପରେ କୁହାଯାଉଛି, ତେଣୁ ଯେତେ ଯେତେ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ସେତେ ନା ନୂଆ ଦିଶୁଥାଏ। ତ ଆମ ପାଇଁ ଭଗବତ ଗୀତା ବି ଶ୍ରୀମଦ ଭାଗବତ ନୂଆ ସବୁବେଳେ। କାହିଁକି? ଦି ପ୍ରକାର, ଯୋଉମାନେ ଭଲ ଶୁଦ୍ଧ ଭକ୍ତ ବା ଯୋଉମାନେ ଉଚ୍ଚତ ଭକ୍ତ ଉତ୍ତମ ଭକ୍ତ, ତାଙ୍କ ପାଇଁ ଏଇଟା ତା ଭିତରୁ ନୂଆ ନୂଆ ଜିନିଷ ସବୁବେଳେ ସେ ପାଉଛନ୍ତି। ଆମ ପାଇଁ ମୁଁ ମୋ ପାଇଁ ଚିନ୍ତା କରୁଛି, ଆମେ ମୋ ପାଇଁ କଣ ନା ଆମେ ହଉଛି ନୂଆ, ଆମେ ବୁଝି ହିଁ ପାରୁନାହାନ୍ତି ତାକୁ। ପ୍ରତିଥର ପଢିଲେ ଆଉ ଟିକେ ନେକ୍ସଟ ୱାର୍ଡ ଟା ବୁଝୁଛନ୍ତି, ଗୋଟେ ୱାର୍ଡ ବୁଝିଲା ପରେ ନେକ୍ସଟ ୱାର୍ଡ। ତେଣୁ ଆମ ପାଇଁ ଅଲଗା, ଆଉ ହାୟର ଡିଭୋଟି ପାଇଁ ଅଲଗା। ତାଙ୍କ ପାଇଁ କାହିଁକି ହଉଛି କଣ, ଭାଗବତମ ଯେମିତି ଭଜିତା ସ୍ୱାଦୁ ସ୍ୱାଦୁ ପଦେ ପଦେ, ଏଭ୍ରି ଷ୍ଟେପରେ ସ୍ୱାଦୁ ଟେଷ୍ଟ ମାନେ ବଢି ବଢି ଯାଉଛି। ମାନେ ଇଏ ହଉଛି ସ୍ପିରିଚୁଆଲ ଜିନିଷ। ସ୍ପିରିଚୁଆଲ ଜିନିଷଟା କଣ, ତାର ଏଣ୍ଡଲେସ୍, ତାର କେବେ ଖତମ ନାହିଁ। କିନ୍ତୁ ମେଟେରିଆଲ ଜିନିଷ ଖତମ ହେଇଯାଏ ବା ଭୋଗ ତ୍ୟାଗ ସାଇକେଲ ଚାଲେ। ମାନେ ମତେ ଆଜି ରସଗୋଲା ଭଲ ଲାଗେ, 10ଟା ରସଗୋଲା ଯଦି ଦେଇଦେବି, 20ଟା ରସଗୋଲା ଦେଇଦେବି, ଆଉ ଖାଇବାକୁ ଇଚ୍ଛା ହବନି, ପୁଣି କାଲିକି ଇଚ୍ଛା ହେଇପାରେ। କିନ୍ତୁ ଏଇଟା ହଉଛି ସ୍ପିରିଚୁଆଲ ଜିନିଷ, ଏଇଟା ହଉଛି ବଢି ବଢି ଯୋଉ ଟେଷ୍ଟ। ଆନନ୍ଦମ ବୁଦ୍ଧିବର୍ଦ୍ଧନ ପ୍ରତିପଦମ ପୂର୍ଣ୍ଣାତ୍ମତମ ଆସ୍ୱାଦନମ, ପ୍ରତି ଷ୍ଟେପ ରେ ବଢି ବଢି ଯିବ, ଟେଷ୍ଟ ଟା ବଢି ବଢି ଯିବ। କାହିଁକିନା ଏଇ ସ୍ପିରିଚୁଆଲ, ସେଇ ପାଇଁ ଆମେ ସ୍ପିରିଚୁଆଲ ଟେଷ୍ଟ ପଛରେ ନ ପଡିକି, କାହିଁକି ଆମେ ମେଟେରିଆଲ ଟେଷ୍ଟ ପଛରେ ପଡିଛନ୍ତି, ଆମେ ପଢିବା ପାଇଁ ହେଲେ ଏଇ ଯୋଉ ସ୍ପିରିଚୁଆଲ ଜିନିଷ ପଛରେ ଆମେ ଥରେ ଯଦି ଗୀତା ଭାଗବତ ତା ଭିତରେ କେତେ ରହସ୍ୟ ରହିଛି, ଯଦି ତା ଭିତରେ ପଶିବା, ରତ୍ନ ରତ୍ନ ଭିତରେ ରତ୍ନାଗାର ଯେ ସମୁଦ୍ର କୂଳରେ ଛିଡା ହେଇଛନ୍ତି ଆମେ, ଭକ୍ତିର ଶ୍ରାବଣ ସିନ୍ଧୁ ଆମକୁ ମହାରାଜ କହୁଥିଲେ, ଆମେ କଣ ନା ଭକ୍ତିର ମାନେ ଗୋଟେ ଭକ୍ତିର ସମୁଦ୍ରର କୋଳରେ ଛିଡା ହେଇଛନ୍ତି, ତଟରେ ଛିଡା ହେଇଛନ୍ତି, ଛିଡା ହେଇଛନ୍ତି, ତା ଭିତରେ ରତ୍ନ ସବୁ ଅଛି। କିନ୍ତୁ ଆମେ ହଉଛନ୍ତି ମୁଁ ବହୁତ କିଛି ଭକ୍ତିରେ ବଢି ଯାଇଛି, ମୁଁ ଜାଣିଥିଲି ଭକ୍ତି କଣ ବୋଲି, ଆଉ ବଢିଆ। କିନ୍ତୁ ତା ଭିତରେ ଭିତରକୁ କେବେ ପଶି ହିଁ ନାହାନ୍ତି, ପଶିଲା ପରେ ଯଦି ରତ୍ନ ବାହାରିବ ସେଇଭଳିଆ ଇଏଠି। ଓ ଜନାର୍ଦ୍ଦନ, ଇଏ ତେଣୁ ଆପଣ କୃପା କରିକି କୁହନ୍ତୁ, ଯେତେ ଶୁଣିଲେ ମୋର ମାନେ ମୋର ଇଏଟା ଖତମ ହଉନାହିଁ, କିନ୍ତୁ ଆହୁରି ଶୁଣିବାକୁ ଇଚ୍ଛା ହଉଛି, ନାଇଁ କି? ତେଣୁ କିନ୍ତୁ ମେଟାଲିଷ୍ଟିକ ଜିନିଷ ଥରେ ଶୁଣିଲେ ଆଉ ଥରେ ଶୁଣିବା ପାଇଁ ଇଚ୍ଛା ହୁଏନି, ବା କିଛି ଦିନ ପରେ ଶୁଣିବି। ଯେମିତି ଆମର ଟିଚର କୁହନ୍ତି, ଆପଣ ଯଦି ଗୋଟେ ନ୍ୟୁଜ ପେପର ପଢନ୍ତୁ ଆଜିକାର, ସକାଳ ଥରେ ପଢିଦେଲେ ଖରାବେଳେ ଆଉ ଥରେ ପଢିବାକୁ ଇଚ୍ଛା ହବ ନ୍ୟୁଜ ଟାକୁ? ଯଦି ବି ଦିଥର ପଢିଲେ ଆଉ ଥାର୍ଡ ଟାଇମ ପଢାବାକୁ ଇଚ୍ଛା ହବ? ଇଚ୍ଛା ହବନି। ଆପଣ ଭାଗବତ ପଢନ୍ତୁ, ଗୀତା ପଢନ୍ତୁ, ଆମେ ପଢିଲେ ଯେତିକି ଟିକେ ବୁଝିଲେ ଆହୁରି ପଢିବାକୁ ଇଚ୍ଛା ହବ, ଆହୁରି ଇଚ୍ଛା ହବ, ଆହୁରି ଇଚ୍ଛା ହବ। ତେଣୁ ସେଇ ପାଇଁ ଆମକୁ କୁହାଯାଇଛି, ଯୋଉ ନ୍ୟୁଜ ପେପର ମ୍ୟାଗାଜିନ ସକାଳେ ଆସୁଛି ବା ନ୍ୟୁଜ ପେପର, କଳି ପୁରାଣ, ସେ କଳି ପୁରାଣକୁ ପଢିବାର ନାହିଁ, ଏ ଭାଗବତ ପୁରାଣକୁ ପଢିବାର ଅଛି ସକାଳେ। ତେଣୁ ଇଏ ଆମର
ହଁ ଲାଇଫର ଏମ୍ ହବା ଦରକାର ଆମେ ଭାଗବତ ପୁରାଣ ଯଦି ଭଗବାନଙ୍କ ବିଷୟ ଶୁଣିବା ତାହେଲେ ଆମର ଟେଷ୍ଟ ବଢି ବଢି ଯିବ। ଏ କଳି ପୁରାଣ ଶୁଣିକି ଆମର କଣଟା ହବ? ଆମର ମାନେ ଯଦି ସକାଳ ମାଇଣ୍ଡ ଟା ଫ୍ରେଶ ବି ଥିବ ନ୍ୟୁଜ ପେପର ପଢିଲା ପରେ କଣଟା ହୁଏ? ଆମ ଅବସ୍ଥା ଖରାପ ହେଇଯିବ। କାହିଁକି? ସେଥିରେ କଣ କଣ ଦିଆହେଇଛି ସବୁ ମେଟ୍ରିକ୍ସ ଜିନିଷ କିଏ କାହାକୁ ମର୍ଡର କଲା କିଏ କଣ କଲା ଏଇ ସବୁ 95% ସେଇଥିରେ ଅଛି। ତାକୁ ସେବେ ପଢିବା କଥା ନାହିଁ, ମନା କରାଯାଇଛି। କଳି ପୁରାଣକୁ ପଢିବେନି, ଶ୍ରୀମଦ ଭାଗବତ ଭଗବତ ପୁରାଣ ପଢିବାକୁ ପଡିବ। କାହା ଘରେ ନ୍ୟୁଜ ପେପର ଆସୁଛି? ସମସ୍ତ ଘରେ ନ୍ୟୁଜ ପେପର ଆସୁଛି ନାଇଁ। ଆଉ ଆଜିକାଲି ନ୍ୟୁଜ ପେପର ନାହିଁ, ମୋବାଇଲ ଆସିଗଲାଣି, ସେଥିରେ ସବୁ ଆସୁଛି। ତେଣୁ ଆଉ ନ୍ୟୁଜ ପେପର କହିବା ନାହିଁ ଆମର ଆଜି ନ୍ୟୁଜ ପେପର ଆସୁନି। ଆମର ଘରେ ଏବେ ଆଉଛି, ମୁଁ କେତେଥର ମନା କଲିଣି, ସେ ଆସୁଛି ସେ ପଢୁଛି ଖାଲି କଣ ନା କଣ ଆସିଲେ ତାକୁ କୋଉଠି କାମରେ ଲଗା ହବ। କିନ୍ତୁ ତା ଭିତରେ କେବେ କିଏ ଜାଣିଛନ୍ତି ହେଭି ରିଏକ୍ସନ କଣ ଅଛି ନ୍ୟୁଜ ପେପରରେ? ଇଏ ତ ଗଲା ଗଲା, ଆଉ କଣ ରିଏକ୍ସନ ଅଛି ଜାଣିଛନ୍ତି? ଜାଣିନାହାନ୍ତି। କାନାଡାରେ ଯୋଉ ଗଛ ଗୁଡା ଏଇ ଯୋଉ ଗଛ ଏଇ ଯୋଉ ଆସୁଛି ନ୍ୟୁଜ ପେପର ନାଇଁ କି, ସେ ଗଛ ବହୁତ କଟା ହଉଛି। ଗୋଟେ ନ୍ୟୁଜ ପେପର ଗୋଟେ ଦିନରେ କେତେ ଏଡିସନ ବାହାରୁଛି, ମାନେ କେତେ ସମାଜ ସମ୍ବାଦ କି ଅନ୍ୟାନ୍ୟ ଇଂଲିଶରେ ବାହାରୁଛି, ଟାଇମ୍ସ ଅଫ ଇଣ୍ଡିଆ, ଟେଲିଗ୍ରାଫ, କେତେ ବାହାରୁଛି। ଇଏ ଗୋଟେ ଗୋଟେ ପେପର ବନେଇବା ପାଇଁ କେତେ ହଜାର ହଜାର ଗଛ କଟା ହଉଛି ଜାଣିଛନ୍ତି? ଆମେ ସେଟା ଜାଣିନାହାନ୍ତି। ଆମେ ତା ପାଇଁ ଆମେ କଣ କରୁଛନ୍ତି? ଏନକରେଜ କରୁଛନ୍ତି ଗଛ କଟା ହଉ। ତେଣୁ ତା ରିଏକ୍ସନ କୁଆଡେ ଯିବ? ଆମେ କହିବା ନ୍ୟୁଜ ପେପର ପଢିଲେ ରିଏକ୍ସନ। ଏଇଟା ଶୁଣି ଆମେ ଜାଣିନଥିଲୁ। ଆମେ ଜାଣିଥିଲୁ ମାନେ କଣ ଆସୁନଥିଲା ମନକୁ। ଆମ ଟିଚର ବତେଇଲେ, ଭାଇ ନ୍ୟୁଜ ପେପର ପଢିଲେ କେତେ ରିଏକ୍ସନ ଅଛି ଜାଣିଛ? ନା ନାଇଁ ଜାଣିନୁ। ଆରେ କେତେ ଗଛ କଟା ହେଲା ଯେ? ଏତେ ଯୋଉ ଗଛ କଟା ହେଲା କଣ ପାଇଁ? ତମେ ଯୋଉ ନ୍ୟୁଜ ପେପର ପଢିଲ, ତା ରିଏକ୍ସନ କିଏ ନବ? ଆମେ ଏତେ ଭିତରୁ ଯାଇଛନ୍ତି କେବେ? ନ୍ୟୁଜ ପେପର ପଢିଲେ ଜ୍ଞାନ ଯୋଉ ଆଇଛି କି ଜ୍ଞାନ ବେକାରିଆ। ତା ଛଡା ଯୋଉ ନ୍ୟୁଜ ପେପର କଟା ହେଲେ କେତେ ଗଛ କଟା ହଉଛି ତା ରିଏକ୍ସନ ଟା କୁଆଡେ ଯିବ? ତେଣୁ ସେ ରିଏକ୍ସନ ଆମକୁ ଭୋଗିବାକୁ ପଡିବ। ଯଦି ଗଛ କଟା ହେଇକି ସେ ଟେବୁଲ ବନା ହେଲା, ସେ ଟେବୁଲରେ କୃଷ୍ଣଙ୍କୁ ରଖାଇ ପୂଜା କଲେ ତାହେଲେ ଅସୁବିଧା ନାହିଁ। ୟୁଟିଲିଟି ପ୍ରିନ୍ସିପଲ୍ସ। ସେ ଗଛ କଟା ହେଇକି ଯଦି ନ୍ୟୁଜ ପେପର ବନା ହେଲା, ତାକୁ ପଢିଲେ ରିଏକ୍ସନ ଆମକୁ ନା ପଡିବ। ଆମେ କେତେ ରିଏକ୍ସନ ଡେଲି ନଉଛନ୍ତି ଆମେ ଜାଣିପାରୁନି, କେତେ ଡୋଜେସ୍ ଅଫ ରିଏକ୍ସନ ଯାଉଛି ଆମେ ଜାଣିପାରୁନାହାନ୍ତି। ସବୁ ଜିନିଷ ଭିତରେ ଆମେ ଭାବୁଛନ୍ତି କିଛି ତ ଆମେ କାହାରି ଅନିଷ୍ଟ କରୁନାହାନ୍ତି ଆଉ। ହଁ ଆମର ବି ରିଲେସନ ସବୁ ଅଛନ୍ତି, କେତେ ଜଣ ଅଛନ୍ତି ଦେଖୁନ। ମାନେ ଏପଟେ ମାନେ ଦେଶ ପ୍ରେମ ବାହାରି ପଡିଛି କାହାର, ଆ ବା ସର୍ଭେଣ୍ଟ ପ୍ରେମ ବାହାରି ପଡୁଛି କି ଆସିଲେ, କିନ୍ତୁ ଯଦି ସେପଟେ ସଣ୍ଡେ ଆସିଲେ, ଭାଇ ମୁଁ କହିଲି ଏବେ ରାଧାଷ୍ଟମୀ ହଉଛି ସଣ୍ଡେ ଭାଇ ନନଭେଜ ଯେମିତି ନ ହୁଏ, କାହା ଜଣେ କହୁଥିଲେ କାହା ତ କଣ ନା କିଛି ସଣ୍ଡେ ଆଇଲା ମାନେ ମାନେ ଆଉ ସେ କିଛି କାହାକୁ ମାନିବେନି ସେ। ତ ସେଇଭଳିଆ କେତେ ରିଏକ୍ସନ ତା ଭିତରେ ଅଛି। ଆମେ ପଶ୍ୟତି ନ ପଶ୍ୟତି, ମାନେ ଦେଖିଲା ପରେ ବି ନ ଦେଖିଲା ବେଳେ ରହୁଛନ୍ତି। ଏନିୱେ ଏ ସର୍ବମିତ ଯେତେ ମନେ ଚାଲିବ ତ ହେଲା। ତାପରେ ଭଗବାନ କଣ କହୁଛନ୍ତି ଦେଖିବା। ଭଗବାନ ତାପରେ କହିଲେ ଅର୍ଜୁନକୁ, ଅର୍ଜୁନ ଶ୍ରୀ ଭଗବାନ ଉବାଚ ଅନ୍ତତେ କଥୟିଷ୍ୟାମି ଦିବ୍ୟ ହି ଆତ୍ମବିଭୂତୟା ପ୍ରଧାନ୍ୟତ କୁରୁଶ୍ରେଷ୍ଠ ନାସ୍ତି ଅନ୍ତ ବିସ୍ତାରସ୍ୟ ମେ। ମୋର ଯୋଉ ଏତେ ବିସ୍ତାର ଉପରେ ଯଦି ବହୁତ ଗୁଡା ଜିନିଷ ଅଛି ନା ମୁଁ କହିପାରିବିନି। I will tell you my splendorous manifestation, but only of those which are prominent, Arjun, of my employment is limitless. ମୋର ଯୋଉ ଐଶ୍ୱର୍ଯ୍ୟ ବହୁତ limitless, କାରଣ ଭଗବାନ limitless। ତେଣୁ ତାର କିଛି ପର୍ସନ ମୁଁ ତମକୁ କହିବି, ତାକୁ ଶୁଣ। ମୁଁ ନହେଲେ ବିସ୍ତାର ଭାବରେ କହିଲେ ଇଏ କେବେ ସରିବନି। କାହିଁକି? ଅନ- ଅନନ୍ତ କାଳରୁ ଅନନ୍ତ ଶେଷ ନା ଆଗେ ତାଙ୍କର ହଜାରଟା ମୁହଁରେ ଭଗବାନଙ୍କ ଗ୍ଲୋରିଫିକେସନ କରି ଚାଲିଛନ୍ତି। ସିଏ ତ ଭଗବାନଙ୍କ ସେବା ମିଳିଥିଲା। ଯେତେ ବ୍ରହ୍ମାଣ୍ଡ ଆମେ ଯୋଉ ବସିନାହାନ୍ତି ମାଧ୍ୟାକର୍ଷଣ ଶକ୍ତି କହୁଛନ୍ତି, ଇଏ ମାଧ୍ୟାକର୍ଷଣ ଶକ୍ତି କିଛି ନୁହେଁ। ଇଏ ହଉଛନ୍ତି ଅନନ୍ତ ଶେଷନାଙ୍କର ଯୋଉ ଫଣା ଅଛି ନା, ସେ ଫଣା ଉପରେ ସବୁ ବ୍ରହ୍ମାଣ୍ଡ ଗୁଡା ସେ ଛୋଟ ଛୋଟ ସୋରିଷ ମଞ୍ଜି ଭଳିଆ ଥୁଆ ହେଇଛି। ଆମେ କହୁଛନ୍ତି ଗୋଟେ ଗ୍ରହ ଆଉ ଗୋଟେ ଗ୍ରହ କେମିତି ଟାଣିକି ରହିଲା, ସୂର୍ଯ୍ୟ ଟାଣିକି ରହିଲା। ସୂର୍ଯ୍ୟ କଣ ସବୁ ଟାଣିକି ରଖିଦେବେ? ତେଣୁ ଅନନ୍ତ କାଳରୁ ସିଏ ଯୋଉ ଧରିକି ବସିଛନ୍ତି କଣ? ତେଣୁ ଅନନ୍ତ ଶେଷନାଗ ବଳରାମ କହିଲେ, କୃଷ୍ଣଙ୍କୁ ପଚାରିଲେ, ପ୍ରଭୁ ଇଏ କେତେ ଦିନ ଏଟା ଧରିକି ରଖିବି? ପ୍ରଭୁ କହିଲେ ଗୋଟେ କାମ କର, ତମର ଯୋଉ ହଜାରଟା ମୁହଁ ଅଛି ନା, ଏ ମୁହଁରେ ମୋର ଗୁଣଟା ଗାନ କରି କରି ଚାଲ। ଯୋଉ ଦିନ ଗୁଣଗାନ ଶେଷ ହେଇଯିବ ସେଇଦିନ ଏଇଟାକୁ ତମେ ତଳେ ରଖିଦବ। ନା ଗୁଣ ଶେଷ ହଉଛି, ନା ଅନନ୍ତ ଶେଷନାଗ ସେବା ଶେଷ ହଉଛି। ତ ଅନନ୍ତ ଶେଷନାଙ୍କର ଅନନ୍ତ ସେବା, ଆଉ ଅନନ୍ତ ମୁଖରେ ଅନନ୍ତ ସେ, ମାନେ ଯେମିତି ଗୋପୀ ମାନେ କହିଲେ ନା, ଇନ୍ଦ୍ର ବେକାର କଣ କରିଛି ନା, ଇଏ ଦିଟା ଆଖି ଦେଲା।
ଆଉ ଭଗବାନଙ୍କୁ ଦେଖିବା ପାଇଁ ଏବେ କଣ ଗୋଟେ ଦେଖିଲେ ଦେଖିଲା ବେଳକୁ କଣ ନା ଆଖି ପିଚୁଳା ପଡିଯାଉଛି। ଆରେ ଏ ଆଖି ପିଚୁଳା ପଡିଗଲେ ଏଇ ଯେ ସେଥିରେ ଦେଖିବାଟା ମୋର ଟିକେ ଅବଷ୍ଟ୍ରକ୍ସନ ହେଇଯାଉଛି। ତେଣୁ ତମେ କାହିଁକି ସେଟା ଖୋଲିକି ସବୁବେଳେ ରଖିଲାନି? ହେଁ, ଏଭଳିଆ ଇନ୍ଦ୍ର କେମିତି ଡିଜାଇନ କରିଛ ଆଖିଟାକୁ, ପୁରା ବେକାର ଆଖିଟାକୁ ସବୁ ଡିଜାଇନ କରିଛ। ଭଗବାନଙ୍କୁ ଦେଖିବା ପାଇଁ ଆମର ଟିକେ ନିମିଷ ଆଖି ପିଚୁଳା ପଡି ଯାଉଛି ନା, ମୁଁ ଦେଖିବାର ଅବଷ୍ଟ୍ରକ୍ସନ ହଉଛି। ଇଏ ହଉଛନ୍ତି ଗୋପୀ ମାନଙ୍କର ପ୍ରେୟାର, ମାନେ ଗାଳି ଦଉଛନ୍ତି ଇନ୍ଦ୍ରକୁ, ଏଇଭଳିଆ କଣ ବନେଇଦେଲ। ତେଣୁ ଇଏ ଯୋଉ ସିଷ୍ଟମ ଚାଲିଛି, ତେଣୁ ଭଗବାନଙ୍କର ଗୁଣଗାନ ବି ଅନନ୍ତ ଚାଲିଛି ଅନନ୍ତ ପ୍ରଭୁ ସେ କାଳରୁ। ତ ଇନ୍ଦ୍ରଙ୍କୁ ନା ବ୍ରହ୍ମାଙ୍କୁ? ବ୍ରହ୍ମାଙ୍କୁ। ବ୍ରହ୍ମା ଠିକ ଅଛି, ବ୍ରହ୍ମା ବ୍ରହ୍ମା ମାନେ ଇନ୍ଦ୍ର ବି ବ୍ରହ୍ମାଙ୍କୁ। ଇନ୍ଦ୍ର ବି ନାଇଁ କରିପାରନ୍ତି। ଠିକ 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 ଠିକ, ବ୍ରହ୍ମା କ୍ରିଏସନ କରିଛନ୍ତି। ଥ୍ୟାଙ୍କ ୟୁ। ତ ତେଣୁ ସେ ଗାଳି ଦଉଛନ୍ତି। ତ ଯିଏ କ୍ରିଏସନ କରିଛି ତାକୁ ଗାଳି ଦଉଛନ୍ତି ଆଉ। ତେଣୁ କହିଲେ ଏଇଟା ସିଷ୍ଟମ ଟା ଠିକ ନାହିଁ, ଡିଜାଇନ ଡିଫେକ୍ଟିଭ ଡିଜାଇନ ଅଛି ଏଥିରେ। ତେଣୁ ତେଣୁ କଣ କରାଯିବ, ଏଇଭଳିଆ ସେ ଚାଲିଛି ଆଉ। ତେଣୁ ସେଇଠି ଭଗବାନ କହିଲେ ଭାଇ ଦେଖ, ମୋର ହଉଛି ଅନନ୍ତ ଗୁଣ ଅଛି, ତାକୁ ମୁଁ କହିଲେ ବି ସରିବନି। ମୁଁ ଏତେ କେମିତି କହିବି? ତେଣୁ ଯୋଉ ଅଳ୍ପ ଅଳ୍ପ ଟିକେ ଯାହା କହୁଛି ସେଇଟା ଶୁଣ, ସେତିକି ଶୁଣି ଖୁସି ହେଇଯା। ତେଣୁ ଅହମ ଆତ୍ମା ଗୁଡାକେ ସର୍ବଭୂତ ସ୍ଥିତ, ଅହମ ଆଦିଶ୍ୟ ମଧ୍ୟମ ଚ ଭୂତାନା ମନ୍ତ ଏ ବଚ। 20 ଶ୍ଲୋକରେ ଭଗବାନ କହୁଛନ୍ତି ଆରେ ମୁଁ ହଉଛି ପରମାତ୍ମା, ଓ ଅର୍ଜୁନ ମୁଁ ସମସ୍ତ ହୃଦୟରେ ବସିଛି, ଏବଂ ମୁଁ ହଉଛି ଆରମ୍ଭ, ମୁଁ ହଉଛି ମଧ୍ୟ, ମୁଁ ହଉଛି ମାନେ ଏଣ୍ଡ। ସବୁ ସବୁ ଜୀବ କୋଉଠୁ ଆସୁଛନ୍ତି? ମୋରି ଭିତରୁ ଆସୁଛନ୍ତି, ମହାବିଷ୍ଣୁଙ୍କ ପାଖରୁ ଆଇଲେ। ତେଣୁ ପୁଣି ଏଣ୍ଡ ହେଲେ ସେଇଠି ଯାଇ ପଶି ଯାଉଛନ୍ତି। ଏବଂ ମେଣ୍ଟେନ କିଏ କରୁଛନ୍ତି? ଭଗବାନ ବିଷ୍ଣୁ ମେଣ୍ଟେନ କରୁଛନ୍ତି। ସେଇ କ୍ରିଏଟର, ସେଇ ମେଣ୍ଟେନର, ସେଇ ଡେଷ୍ଟ୍ରୟର। ବ୍ରହ୍ମା କିଏ? ବ୍ରହ୍ମା ଭଗବାନଙ୍କ ପାଖରୁ ଆସିଲେ, ତାଙ୍କୁ କ୍ରିଏସନ କୁ ଚାର୍ଜ ଦେଇଦେଲେ। ମାନେ ସେଇ ବ୍ରହ୍ମାଙ୍କ ମାଧ୍ୟମରେ କ୍ରିଏସନ ସେ କରେଇଲେ, ଶିବଜୀଙ୍କ ମାଧ୍ୟମରେ ରେଷ୍ଟ୍ରେସନ କରେଇଲେ। ତ ଭଗବାନ ହିଁ କରୁଛନ୍ତି। ଆଉ ମେଣ୍ଟେନ ତ ନିଜେ ହିଁ କରୁଛନ୍ତି। କାହିଁକି ମେଣ୍ଟେନାନ୍ସ ଟା ନିଜେ ରଖିଛନ୍ତି? ଭଗବାନ ମେଣ୍ଟେନାନ୍ସ ଟା ବିଷ୍ଣୁ ନିଜେ କାହିଁ ରଖିଲେ? କୃଷ୍ଣ। କ୍ରିଏସନ ଆଉ ଡେଷ୍ଟ୍ରକ୍ସନ ଟା ଇଜି, କ୍ରିଏସନ ଟା ଇଜି, ଡେଷ୍ଟ୍ରକ୍ସନ ଆହୁରି ଇଜି, ମେଣ୍ଟେନାନ୍ସ ବହୁତ ଡିଫିକଲ୍ଟ। ସେଇପାଇଁ ମେଣ୍ଟେନାନ୍ସ କାମଟା ନିଜ ପାଖରେ ରଖିଛନ୍ତି। ଆଉ ସବୁଠୁ ପୃଥିବୀର ସବୁଠୁ ଡିଫିକଲ୍ଟ କାମ ହଉଛି ମେଣ୍ଟେନାନ୍ସ। ଘର କରିବା କଷ୍ଟ, ଡେଷ୍ଟ୍ରୟ କରିବା ପାଇଁ ଗୋଟେ ସେକେଣ୍ଡ ଭୂମିକମ୍ପ ହେଲେ ବୁଲଡୋଜର ଲଗେଇଦେଲେ ହେଇଯାଉଛି। କିନ୍ତୁ ବର୍ତ୍ତମାନ ମେଣ୍ଟେନ କରିବା ଘରଟା କେତେ କଷ୍ଟ। ସେମିତି ଖାଲି ମେଣ୍ଟେନାନ୍ସ ସେଇଟା ନୁହେଁ, ଯେକୌଣସି ଜିନିଷ ମେଣ୍ଟେନାନ୍ସ କରିବା ପାଇଁ ହେଲେ ବିଷ୍ଣୁଙ୍କର ରୋଲ ସେଠି ଅଛି, ବା ବିଷ୍ଣୁକୁ ନ ଧରିଲେ କିଛି ଜିନିଷ ମେଣ୍ଟେନ ହେଇପାରିବନି। ମେଣ୍ଟେନର ହଉଛି ସିଏ। ସେଇପାଇଁ ଆମର ଟିଚର କୁହନ୍ତି ହଜବାଣ୍ଡ ୱାଇଫ ଭିତରେ ବି ରିଲେସନସିପ ମେଣ୍ଟେନ ହେଇପାରିବନି। ତାକୁ ମେଣ୍ଟେନ କରିବାକୁ ଗଲେ ବିଷ୍ଣୁକୁ ବା କୃଷ୍ଣକୁ ସେଣ୍ଟର ରଖିବାକୁ ପଡିବ। ଭାଇ ଭାଇ ଭିତରେ ବି ରିଲେସନସିପ ମେଣ୍ଟେନ ହେଇପାରିବନି। ଦେଶ ଦେଶ ଭିତରେ ଫାଇଟ ହଉଛି, ମେଣ୍ଟେନ ହେଇପାରିବନି କେବେ ରିଲେସନସିପ ପିସ୍। ଆଗରୁ ଯୋଉ ଏତେ ୟୁଏନଓ ହେଇନଥିଲା, ୟୁଏନଓ ହେଲା କଣ ପିସ୍ ମେକିଂ ପାଇଁ। ବର୍ତ୍ତମାନ କଣ୍ଟ୍ରି ୟୁଏନଓ ହବା ଆଗରୁ ଯେତିକି ଥିଲା, ଏବେ ନମ୍ବର ଅଫ କଣ୍ଟ୍ରି ବଢି ବଢି ଗଲା, ଭାଗ ଭାଗ ହେଇଯାଇଛି। ବଢିଛି ନା କମି ଯାଇଛି? ବଢିଛି। କଣ ପାଇଁ? କାହିଁକି ନା ଏଇ ଯୋଉ ବସୁଧୈବ କୁଟୁମ୍ବକମ୍ ପ୍ରିନ୍ସିପଲ ଟାକୁ କେହି ଫଲୋ କଲେନି। ଶିଲା ପ୍ରଭୁପାଦ ଆସିଲେ, କହିଲେ ମୁଁ ଗୋଟେ ଘର ବନେଇଛି, ଦି ହୋଲ ୱାର୍ଲଡ କ୍ୟାନ ଲିଭ୍ ପିସଫୁଲି ହ୍ୟାପିଲି। ମାନେ ଯୋଉଟା କି ରସିଆନ ବାଲା ବି ଆସି ରହିପାରିବେ, ଆମେରିକାନ ବାଲା ରହିପାରିବେ, ପାକିସ୍ତାନୀ ବି ରହିପାରିବେ, ଇଣ୍ଡିଆନ ରହିପାରିବେ। ଇଣ୍ଡିଆ ଭିତରେ ବି କେତେ ତାମିଲ ଅଛନ୍ତି, ଆନ୍ଧ୍ରା ଅଛନ୍ତି, ସବୁ ଅଛନ୍ତି। ସମସ୍ତେ ରହିପାରିବେ ହେପରି। ପ୍ରଭୁପାଦ ସେଇଭଳିଆ ସିଷ୍ଟମ ବନେଇ ଗଲେ। ଗୋଟେ ମନ୍ଦିରରେ କେତେ ରସିଆନ ଭକ୍ତ ଆସି ବି ଆରାମସେ ରହିଛନ୍ତି, ସେବା କରୁଛନ୍ତି। ଇଣ୍ଡିଆନ ଭକ୍ତ ବି ଆସି ରହିଲେ। ତେଣୁ ସେଠି କିଛି ଅସୁବିଧା ନାହିଁ, କାହିଁକିନା ସମସ୍ତ ସେଣ୍ଟର ଅଛନ୍ତି। ମେଣ୍ଟେନର କିଏ? ସମସ୍ତଙ୍କୁ ସେଣ୍ଟରରେ ସେମାନେ ରଖିଲେ, ଭଗବାନଙ୍କୁ ସେଣ୍ଟର ରଖିଛନ୍ତି, କୃଷ୍ଣଙ୍କୁ। ତେଣୁ ନହେଲେ ଆମର ଟିଚର କୁହନ୍ତି ହଜବାଣ୍ଡ ୱାଇଫ ର ରିଲେସନସିପ ବେଶୀ ଦିନ ଟେକି ପାରିବନି। କହିବେ ଆଗରୁ ତ ଇଭିନ ଲଭ ମ୍ୟାରେଜ ତ ଆହୁରି ପ୍ରୋବ୍ଲେମେଟିକ। କହିଲେ ଆଗରୁ ତ ତୁମର ତାର ମାନେ ବିଫୋର ମ୍ୟାରେଜ କୁହନ୍ତି ନା କଣ, ଯେ ଚନ୍ଦ୍ରମୁଖୀ ଏହାକୁ ଦେଖା ହଉଛି ତାର ମୁଖ, ପୁରା ଚନ୍ଦ୍ର ଭଳିଆ ମୁଖ। ତାପରେ ମ୍ୟାରେଜ ପରେ ପରେ ଧୀରେ ଧୀରେ କହିଲେ ଏଇଟା କଣ ସୂର୍ଯ୍ୟମୁଖୀ କୁ କନଭର୍ଟ ହେଇଗଲା, ମାନେ ଟିକେ ଉତ୍ତାପ ଆସିଲା। ତାପରେ କିଛି ଦିନ ପରେ କଣ ନା, ମାନେ ନିଜ ଫାଇଟ ହେଲା ଜ୍ୱାଳାମୁଖୀ। ତେଣୁ ଏଇଭଳିଆ କୋଉ ଫାଇଟ ହଉଛି, କଣ ପାଇଁ ଫାଇଟ ହଉଛି, ମାନେ ମାଇନର ଜିନିଷ ଉପରେ। କଣ ଆମେ କହୁଛନ୍ତି, ବଢିଆ ଏକ୍ସାମ୍ପଲ, ଟୁଥପେଷ୍ଟ ଉପରେ ଫାଇଟ ହୁଏ। କଣ ଟୁଥପେଷ୍ଟ? ଆମର ବି ଅଛି ସେମିତି ଟୁଥପେଷ୍ଟ। ଯଦି ଗୋଟେ ଟୁଥପେଷ୍ଟ ହଜବାଣ୍ଡ ୱାଇଫ ୟୁଜ କରୁଥିବେ, ଗୋଟେ ବାଥରୁମ ରେ ଥିବ, କଣ ହବ? ସେ ଟୁଥପେଷ୍ଟ ଏକା ୟୁଜ କଲା, ସେ କଣ କରିବ? ଜଣେ କରିବ ଭାଇ ଦେଖ ଟୁଥପେଷ୍ଟ ଟାକୁ ତଳୁ ଚିପିବ। ଆଉ ଆମେ କଣ କଣ ବେଳେ ମଝିରୁ ଚିପି ଦଉଛନ୍ତି, ତ ମଝିରୁ ଚିପି ବାହାର କଲେ ଭଲ ଦେଖାଯିବନି।
ଅସୁବିଧା। ତେଣୁ ଯଦି ହଜବେଣ୍ଡ ମଝିରୁ ଚିପି ଦେଲା, ୱାଇଫ କହିଲେ ହେଇ ସେ ଟୁଥପେଷ୍ଟ ଟାକୁ ମଝିରୁ କଣ ଚିପୁଛ, ତଳୁ ଚିପିବା କଥା ନା, ଆଉ ମଝିରୁ ଚିପିବ ନା, କହିଲେ ଝଗଡା ହବ ତାପରେ ଆଉ। ତେଣୁକରି ଆମେ ଟିଚର ହଜବେଣ୍ଡ ୱାଇଫ ଫାଇଟ୍ ଓଭର ଟୁଥପେଷ୍ଟ, ଏ ଟୁଥପେଷ୍ଟ ଉପରେ ଫାଇଟ୍ ହବ। ତେଣୁ ସେଇଭଳିଆ ଯେତେବେଳେ କୃଷ୍ଣଙ୍କୁ ସେଣ୍ଟର ରଖିଥିବ, ଠିକ ଅଛି ଭାଇ ତଳୁ ଚିପ ଉପରେ ଚିପ, ଠିକ ଅଛି ତଳୁ ଚିପ ଭଲ, ଟାଇମ କେତେବେଳେ ଅଛି, ଯାଇ ମଙ୍ଗଳାରତି କରିବାକୁ ପଡେ ନା, ଇଏ ଟୁଥପେଷ୍ଟ ଫାଇଟ୍ କରିବ ବସି, ଟାଇମ ନାହିଁ। ତ ସେ ପାଇଁ ମେଣ୍ଟେନାନ୍ସ କରିବାକୁ ହେଲେ କୃଷ୍ଣଙ୍କୁ ବିଷ୍ଣୁକୁ ସେଣ୍ଟର ରଖିବାକୁ ପଡିବ। ତେଣୁ ଅହମ ଆତ୍ମା ଗୁଣକାଶ ସର୍ବଭୂତେଷୁ ସ୍ଥିତ, ଅହମ ଆଦିଶ୍ଚ ମଧ୍ୟମ ଚ ଭୂତାନ, ଏ ଭୂତାନ ଅନ୍ତେ ବୋଚ। ଏଠି ମହାବିଷ୍ଣୁ, ପର୍ବତ ବିଷ୍ଣୁ, କ୍ଷୀର ବିଷ୍ଣୁ, ଏ ବିଷୟରେ କୁହାଗଲା ସବୁ, ଏଟା ସବୁ ଡିସ୍କସ ହେଇଛି। ତାପରେ 21 ଗଲେ ଆଦିତ୍ୟ ନାମ ଅହମ ବିଷ୍ଣୁ, ତାପରେ କହିଲେ ଯେ ମୋର ଅପରେନ୍ସ ବିଭୂତି ଗୁଡା କଣ ଜାଣ, କେମିତି ନା ମୁଁ ସବୁ ଜିନିଷ ଏସେନ୍ସ, ଭଗବାନ ସବୁ ଜିନିଷର ଏସେନ୍ସ ବୋଲି ଏଇଠୁ କହିବେ। 21 ନମ୍ବର ଶ୍ଲୋକରୁ ଆରମ୍ଭ ହେଇକି 39 ଶ୍ଲୋକ ଭିତରେ ଏଠି ଯେ କହିଛନ୍ତି, କଣ କଣ କହିଛନ୍ତି ତାକୁ ସର୍ଟଲି ଆମେ ଦେଖିଦବା। ଯେ ଆଦିତ୍ୟ ଭିତରେ ମୁଁ ହଉଛି ବିଷ୍ଣୁ, ବିଷ୍ଣୁ ମାନେ ବାମନ ଦେବ ଆସିଥିଲେ, ଆଦିତ୍ୟ ଦ୍ୱାଦଶ ଆଦିତ୍ୟ। ଲୁମିନାରିଜ ମାନେ ଯୋଉ ଜ୍ୱଳନ୍ତ ଜ୍ୱଳନ୍ତ ଅବଜେକ୍ଟ ଭିତରେ ସନ୍ ସୂର୍ଯ୍ୟ, ମରୁତ ୱିଣ୍ଡ ଭିତରେ ମରିଚି, ଷ୍ଟାର୍ସ ମାନେ ଭିତରେ ମୁନ ଚନ୍ଦ୍ର, କାରଣ ଚନ୍ଦ୍ର ଲାଇଟ୍ ଦଉଛି ନା, ଅନ୍ୟ ଷ୍ଟାର ତ ଏତେ ଲାଇଟ୍ ଦଉନାହାନ୍ତି। ବେଦ ଭିତରେ ସାମ ବେଦ, ଦେବତା ମାନଙ୍କ ଭିତରେ ମୁଁ ହଉଛି ଇନ୍ଦ୍ର। ଇନ୍ଦ୍ରିୟ ଭିତରେ ମାଇଣ୍ଡ, କାରଣ ସବୁ ମାଇଣ୍ଡ ହଉଛି ସବୁ ଇନ୍ଦ୍ରିୟର ମାଲିକ। ଲିଭିଂ ବିଙ୍ଗସ୍ ଭିତରେ କନସିୟସନେସ୍, ଚେତନା ରହିଲେ ଆଉ ଲିଭିଂ ବିଙ୍ଗସ୍ ମାନେ କେହି ବଞ୍ଚି ପାରିବେନି ନା। ରୁଦ୍ର ମାନଙ୍କ ଭିତରେ ଶଙ୍କର, ଯକ୍ଷ ରାକ୍ଷସ ଭିତରେ କୁବେର ତାଙ୍କ ହେଡ, ବାସୁ ଭିତରେ ହଉଛନ୍ତି ଅଗ୍ନି, ପର୍ବତ ଭିତରେ ମେରୁ, ପ୍ରିଷ୍ଟ ମାନେ ଯୋଉ ପୂଜାରୀ ମାନଙ୍କ ଭିତରେ ବୃହସ୍ପତି, ଜଗତଙ୍କର ଗୁରୁ, କମାଣ୍ଡର୍ସ ମାନଙ୍କ ଭିତରେ ଯୋଉ ସେନାପତିଙ୍କ ଭିତରେ କାର୍ତ୍ତିକ, ୱାଟର ବଡିଜ ମାନେ ପାଣି ଭିତରେ ହଉଛି ଓସେନ, ପାଣି ହଉଥିବା ଜାଗା ଭିତରେ, ଗ୍ରେଟ ସେଜେସନରେ ଭୃଗୁ, ଭାଇବ୍ରେସନ ଭିତରେ ଓମ୍, ଯଜ୍ଞ ଭିତରେ ଜପ ଯଜ୍ଞ, ଇମୋଭେବୁଲ ଥିଙ୍ଗସ ଭିତରେ ହିମାଳୟ, ଗଛ ଭିତରେ ବେନିୟନ ଗଛ ମାନେ ଅଶ୍ୱତ, ଋଷି ମାନଙ୍କ ଭିତରେ ନାରଦ, ଗନ୍ଧର୍ବ ଭିତରେ ଚିତ୍ରରଥ, ପ୍ରୋଟେକ୍ଟର ବିଙ୍ଗ୍ସ ଭିତରେ କପିଳ, ଘୋଡା ଭିତରେ ଉଚ୍ଚୈଶ୍ରବା ଯୋଉଟା ଇଏରୁ ବାହାରିଲା ସମୁଦ୍ର ମନ୍ଥନରୁ, ଲର୍ଡଲି ଏଲିଫେଣ୍ଟ ଭିତରେ ଐରାବତ, ସେ ବି ଆସିଥିଲେ ସେଥିରୁ, ରାଜା ମଣିଷ ଭିତରେ ରାଜା, ୱିପେନ୍ସ ମାନେ ଅସ୍ତ୍ର ଭିତରେ ହଉଛନ୍ତି ଥଣ୍ଡରବୋଲ୍ଟ ବଜ୍ର, କାଉଜ ଭିତରେ ସୁରଭି ବା କାମଧେନୁ, କଜେସ୍ ଅଫ ପ୍ରୋଟେକ୍ସନ ଭିତରେ ଲଷ୍ଟ ଫର ପ୍ରଡ୍ୟୁସିଂ ପ୍ରୋଜେନି, ପ୍ରୋକ୍ରିଏସନ ମାନେ କହିଲେ ଯୋଉ ପିଲା ଜନ୍ମ କରିବା ଭିତରେ ହଉଛନ୍ତି କନ୍ଦର୍ପ, ସର୍ପେଣ୍ଟ ଭିତରେ ବାସୁକି, ଆଉ ମେନି ହେଡେଡ ମାନେ ସିଙ୍ଗଲ ଫଣା ଥିଲା ଭିତରେ ବାସୁକି, ଆଉ ଯୋଉ ବହୁତ ଫଣା ଥିଲା ବେଳେ ଭିତରେ ଅନନ୍ତ ଶେଷନାଗ, ଏକ୍ୱାଟିକ୍ସ ଭିତରେ ବରୁଣ ଦେବ, ଆନସେଷ୍ଟର୍ସ ମାନେ ଭିତରେ ଆର୍ଯ୍ୟମା ମାନେ ଆମର ପୂର୍ବପୁରୁଷ ଭିତରେ, ଆଉ ଡିସ୍ପେନ୍ସର ଲ ଯେ ନିୟମ ନିୟମ କାନୁନକୁ ଚଳେଇବା ଭିତରେ ଯମରାଜ, ଡେମନ୍ସ ମାନେ ଭିତରେ ରାକ୍ଷସ ଭିତରେ ହଉଛନ୍ତି ପ୍ରହ୍ଲାଦ ମହାରାଜ, ସବଡିଓର ଭିତରେ ସମୟ କାଳ ସବୁକିଛି ଭଲ ଖରାପ ସବୁ କିଛି ଉଡେଇ ଦବ ହଉଛି କାଳ, ପଶୁ ଭିତରେ ହଉଛନ୍ତି ସିଂହ ଲାୟନ, ବାର୍ଡ ଭିତରେ ହଉଛନ୍ତି ପକ୍ଷୀ ଭିତରେ ଗରୁଡ, ପ୍ୟୁରିଫାଇଂ ଏଜେଣ୍ଟସ ଭିତରେ ୱିଣ୍ଡ, କାରଣ ପବନ ବହିଲେ ମଇଳା ଜିନିଷ ବି ଉଡେଇ ନେଇଯିବ, ଗନ୍ଧଟା ପଳେଇଯାଏ। ହୋଲ୍ଡର୍ସ ଅଫ ୱିପନ୍ସ, ଅସ୍ତ୍ର ଧରିବା ଭିତରେ ହଉଛି ରାମ ବା ପରଶୁରାମ ହଉଛନ୍ତି ଶ୍ରେଷ୍ଠ, ମାଛ ଭିତରେ ହଉଛନ୍ତି ମକର ବା ସାର୍କ, ରିଭର୍ସ ଗଙ୍ଗା, ନଦୀ ଭିତରେ ଗଙ୍ଗା, କ୍ରିଏସନ ଭିତରେ ବିଗିନିଂ ମିଡିଲ ଏଣ୍ଡ ଏଣ୍ଡ, ନଲେଜ ଯେତେ ଜ୍ଞାନ ଅଛି ସେଠି ସ୍ପିରିଚୁଆଲ ନଲେଜ, ଆର୍ଗୁମେଣ୍ଟସ ଅଫ ଲଜିସିଆନ ଭିତରେ ହଉଛି କନକ୍ଲୁସିଭ ଟ୍ରୁଥ ବାଦ, ଲେଟର ଭିତରେ ଏ ବା ଅ, କମ୍ପାଉଣ୍ଡ ୱାର୍ଡସ ଭିତରେ ଡୁଆଲ କମ୍ପାଉଣ୍ଡ ଦ୍ୱନ୍ଦ, ଡେଷ୍ଟ୍ରୟର୍ସ ଭିତରେ ଟାଇମ, କାରଣ ସମୟ ସମସ୍ତ ଡେଷ୍ଟ୍ର କରିଦିଏ, ନଷ୍ଟ କରିଦିଏ, କ୍ରିଏଟର୍ସ ଭିତରେ ବ୍ରହ୍ମା, ଟାଇମ ଦିଆହେଲା, ଡେଥ ଭିତରେ ହଉଛି ଡେଥ ଦ୍ୟାଟ ଡିଭୋର୍ସ ଏଭ୍ରିଥିଙ୍ଗ ଇନକ୍ଲୁଡିଂ ମେମୋରି, ଆମର ମେମୋରି ଡାଉନ ହେଇଯାଉଛି ନା। ତ ଫ୍ୟୁଚର କାହିଁକି ଆମେ ଡେଥ ହେଲା ପରେ ଭୁଲିଯିବୁ ନା ପୂର୍ବ ଜନ୍ମ କଥା, ସେ ଫ୍ୟୁଚର ମ୍ୟାନିଫେଷ୍ଟେସନ ଅଫ ଟ୍ରାନ୍ସଫର୍ମେସନ, ଜେନେରେଟିଂ ପ୍ରିନ୍ସିପଲ୍ସ ବାର୍ଥ, ଓମେନ୍ ଫେମିନାଇନ ନେଚର ଭିତରେ ଫେମ୍ ବା ଯଶ, ଫର୍ଚୁନ, memory, fine speech, questions, intelligence and steadfastness ମାନେ ଫିକ୍ସ ରହିବ। ସାମବେଦ ର ଭିତରେ ପୁଣି କିଏ ବୃହତ ସାମ, ପୋଏଟ୍ରି ମାନେ ବେଦ ଭିତରେ ସାମ, ଶ୍ୟାମ ବେଦ ଭିତରେ ପୁଣି ଇମ୍ପୋର୍ଟାଣ୍ଟ ହଉଛି ବୃହତ ସାମ, ତା ଭିତରେ ଯୋଉ ଶ୍ଲୋକ ଅଛି। ପୋଏଟ୍ରି ଭିତରେ ମାନେ ଗାୟତ୍ରୀ ମନ୍ତ୍ର, ମାସ ଭିତରେ ହଉଛି ମାର୍ଗଶିର,
ଋତୁ ଭିତରେ ହଉଛି ଫ୍ଲୋର ବିରିଂ ସ୍ପ୍ରିଙ୍ଗ ମିନ୍ସ କୁସୁମାକାର ମିନ୍ସ ଆପଣଙ୍କର ଯୋଉ ବସନ୍ତ ଋତୁ। ଚିଟର୍ସ ମାନଙ୍କ ଭିତରେ ଗ୍ୟାମଲିଂ, ସ୍ପ୍ଲେଣ୍ଡିଡ ଭିତରେ ସ୍ପ୍ଲେଣ୍ଡର, ଭିକ୍ଟୋରିଆସ ଭିତରେ ଭିକ୍ଟ୍ରି, ଯୋଉମାନେ ଚେଷ୍ଟା କରୁଛନ୍ତି ତା ଭିତରେ ଏଫର୍ଟ, ଷ୍ଟ୍ରଙ୍ଗ ଭିତରେ ଷ୍ଟ୍ରେଂଥ, ବଳବାନର ବଳ, ବିଷ୍ଣୁ ବଂଶ ଭିତରେ ବାସୁଦେବ, ପାଣ୍ଡବ ମାନଙ୍କ ଭିତରେ ଅର୍ଜୁନ, ଋଷି ମାନଙ୍କ ଭିତରେ ବ୍ୟାସଦେବ, ଆଉ ଯଦି ମୁନି ମାନଙ୍କ ଭିତରେ ଋଷି ଆଉ ମୁନି ଭିତରେ ଡିଫରେନ୍ସ, ଥିଙ୍କର୍ସ ଭିତରେ ଉତ୍ସନା ବା ଶୁକ୍ରାଚାର୍ଯ୍ୟ, ମିନ୍ସ ଅଫ ସପ୍ରେସିଂ ଲଲେସନେସ ଭିତରେ ଦଣ୍ଡ ବା ପନିଶମେଣ୍ଟ, ଭିକ୍ଟ୍ରି ସିକର୍ସ ମାନେ ଭିକ୍ଟ୍ରି ଯୋଉମାନେ ଚାହୁଁଛନ୍ତି ତା ଭିତରେ ମୋରାଲିଟି ନୀତି, ସିକ୍ରେଟ ଭିତରେ ସାଇଲେନ୍ସ ମୌନ ରହିବାଟା ବହୁତ ଆଚ୍ଛା ଭଲ କଥା, ୱାଇଜ ଭିତରେ wisdom ଜ୍ଞାନ, ଏବଂ ଅଲ୍ ଏକ୍ଜିଷ୍ଟେନ୍ସ ଭିତରେ ସିଡ୍ ମୁଁ ବୀଜ, नो ମୁଭିଂ or ନନ୍ ମୁଭିଂ ବିଙ୍ଗ ଏକ୍ଜିଷ୍ଟ ୱିଦାଉଟ୍ ମି। ତ ଏଇଭଳିଆ ସେ ବତେଇଲେ। ଏଇଟା ବୋଧେ 84 ଏଥିରେ ଅଛନ୍ତି 84। So there is no end to my divine vibhutis and grandeur। 40 ଶ୍ଲୋକ ଲେ what I have spoken to you is but a mere intention of my infinite। ଯାହା ମୁଁ କହିଲି ଅର୍ଜୁନ, ଇଏ ବହୁତ କମ କଥା କହିଲି, ମୋର ବିଭୂତି ବହୁତ ଅଛି, ଆଉ ଇଏ ତ ତାର ମାନେ ଗୋଟେ ସମୁଦ୍ର ଶଙ୍ଖେ ଭଳିଆ, ଏତେ ବେଶୀ କିଛି କହିହବନି, ଏବେ ଟାଇମ ନାହିଁ କହିବା ପାଇଁ। ତେଣୁ ସେ ବୁଝିବେ ନଅନ୍ତସ୍ତି ମମ ଦିବ୍ୟା ନାମ ବିଭୂତି ନାମ ପରନ୍ତପ ଏ ତୁଦେଷ୍ଟ ପ୍ରୋକ୍ତ ବିଭୂତି ବିସ୍ତୟ ମମ। ମୁଁ ମୋ ବିସ୍ତାର ଭାବରେ ମୁଁ ଅମାଇଟି କଙ୍କୁରେଣ୍ଟ ଅଫ ଏନିମି ଦେयर ଇଜ नो एंड टू माय डिवाइन ମୋର ଶେଷ ନାହିଁ ଏଇ ବିଭୂତିର। ହ୍ୱାଟ ଆଇ ସ୍ପୋକନ୍ ଟୁ ୟୁ ବଟ୍ ଏ ମିୟର ଇଣ୍ଡିକେସନ ଅଫ ମାଇ ଇନଫାନାଇଟ, ଭଗବାନଙ୍କର ଇନଫାନାଇଟ ଅପୁଲେନ୍ସ ଐଶ୍ୱର୍ଯ୍ୟ, ତା ଭିତରେ ଅଳ୍ପ କଥା କହିଲି। ବିଭୂତି ସତ୍ୱം ଶ୍ରୀମଦ୍ ଏବ ବା ତତ୍ତଦେବ ଏବ ଗଚ୍ଛ ତ୍ୱଂ ମମ ତେଜଂଶ ସମ୍ଭବମ୍। Krishna know that all opulent, beautiful, glorious creation spring from but a spark of my opulent splendor। ये ଯେତେ ଜିନିଷ ଦେଖୁଛ କ୍ରିଏସନ ରେ, ଏ ଯେତେ ବ୍ୟୁଟିଫୁଲ ଜିନିଷ ସବୁ ଆଇଛି, ଏ ମୋର ବିଭୂତିର ଗୋଟେ ସ୍ଲାଇଡ୍ ଟିଏ ଭିତରୁ ଆସୁଛି। ଅଥବା ବହୁନେତା ବହୁନେତାନ କିମ୍ ଜ୍ଞାତେନ ତବ ଅର୍ଜୁନ ବିସ୍ତାଭ୍ୟମ୍ ଇଦಂ କୃତ୍ସ୍ନମ୍ ଏକଂ ସେନ ସ୍ଥିତ ଜଗତ। ମୁଁ କଣ ଏତେ ଡିଟେଲ୍ସ କଣ କହିବି, ବଟ୍ ହ୍ୱାଟ ନିଡ୍ ଇଜ ଦେୟାର ଅର୍ଜୁନ, ଏତିକି ଖାଲି ଜାଣିଥାଅ ଫର ଅଲ୍ ଦିସ୍ ଡିଟେଲ ନଲେଜ with a single fragment of myself I pervade and support the entire universe। ମୋର ବିଭୂତିର ଟିକେ ପର୍ସନ ଦ୍ୱାରା ଏ ପୁରା ୟୁନିଭର୍ସକୁ ମୁଁ ପରଭେଟ କରି ରଖିଛି ବା ଛାଇକି ରଖିଛି ବା ୟାକୁ ମୁଁ ମେଣ୍ଟେନ କରୁଛି। ତ ଦିସ୍ ଇଜ ଦି ଚାପ୍ଟର 10 ରେ ଭଗବାନଙ୍କ ବିଭୂତି ବିଷୟରେ ସେ କହିଲେ। ବର୍ତ୍ତମାନ ବିଭୂତି ଯୋଗ ଭଗବାନଙ୍କର ମାତ୍ର ଟିକେ ମାତ୍ର ଏନର୍ଜି ମାନେ ବିଭୂତିରୁ ଇଏ ପୁରା ସମଗ୍ର କ୍ରିଏସନ ଚାଲିଛି। ତେଣୁ ଆମେ ଜାଣିପାରିବା। ତାପରେ ୟୁନିଭର୍ସାଲ ଫର୍ମରେ ବିରାଟ ରୂପ ଫର୍ମ, ଏଥିରେ 55ଟା ଶ୍ଲୋକ ଅଛି। ଏଥିରେ ଫାଷ୍ଟ 1 ରୁ 4 ଅର୍ଜୁନ ରିକ୍ୱେଷ୍ଟ କରୁଛନ୍ତି ୟୁନିଭର୍ସାଲ ଫର୍ମକୁ ଜାଣିବା ପାଇଁ, ଦେଖିବା ପାଇଁ ବିଶ୍ୱରୂପକୁ। 5 ରୁ 8 ଶ୍ଲୋକରେ କୃଷ୍ଣ କହୁଛନ୍ତି ତାଙ୍କର ୟୁନିଭର୍ସାଲ ରୂପ କେମିତି। ତାପରେ 9 ରୁ 14ରେ ସଞ୍ଜୟ ଡେସ୍କ୍ରାଇବ କରୁଛନ୍ତି ଅର୍ଜୁନଙ୍କର ଯାହା ଦେଖୁଛନ୍ତି, ସଞ୍ଜୟ ବି ଦେଖିପାରୁଥିଲେ ସେ ବିଶ୍ୱରୂପକୁ ସେ ଡେସ୍କ୍ରାଇବ କରୁଛନ୍ତି ଧୃତରାଷ୍ଟ୍ରଙ୍କୁ। ଆଉ 15 ରୁ 31ରେ ଅର୍ଜୁନଙ୍କର ବିଶ୍ୱରୂପ ଦେଖିଲା ପରେ କଣ ଭାବ ଆସୁଛି ବା ଏକ୍ସପିରିଏନ୍ସ କଣ ହଉଛି ତାକୁ ସେ ଡେସ୍କ୍ରାଇବ କରିଛନ୍ତି। 32 ଆଉ 34 ଶ୍ଲୋକରେ କୃଷ୍ଣ ରିପ୍ଲାଏ ଦେଉଛନ୍ତି ଯେ ଯେହେତୁ ପଚାରୁଛନ୍ତି ଅର୍ଜୁନ ଆପଣ କିଏ, ବିଶ୍ୱରୂପ ଦେଖିଲା ପରେ ଆକ୍ଚୁଆଲି ଆପଣ କିଏ, ସେତେବେଳେ ସେ କହୁଛନ୍ତି ମୁଁ ହଉଛି ସମୟ, ମୁଁ କାଳ ଏବଂ ବିକମ୍ ମାଇ ଇନଷ୍ଟ୍ରୁମେଣ୍ଟ। ତେଣୁ ଇଏ ଦେଖ ସବୁ ଜିନିଷ ମୋର ଇଏରେ ସମସ୍ତେ ମରିଯାଇଛନ୍ତି, ତେଣୁ ତୁମେ ନିମିତ୍ତ ମାତ୍ର ଭବ ସବ୍ୟସାଚୀ, ନିମିତ୍ତ ମାତ୍ର ହୁଅ। ଆଉ 35 ରୁ 46 ଶ୍ଲୋକରେ ଅର୍ଜୁନଙ୍କୁ ପ୍ରେୟାର କରୁଛନ୍ତି, ବର୍ତ୍ତମାନ ଭଗବାନଙ୍କୁ ପ୍ରେୟାର କରୁଛନ୍ତି। 47 ରୁ 55ରେ ଶୁଦ୍ଧ ଭକ୍ତି ହଉଛି ଭଗବାନଙ୍କର ଯେକୌଣସି ଫର୍ମକୁ ଜାଣିବାକୁ ହେଲେ, ବିଶ୍ୱ ବା ରୂପକୁ ଦେଖିବାକୁ ହେଲେ, ଜାଣିବାକୁ ହେଲେ, ତାହେଲେ ଆମକୁ ଶୁଦ୍ଧ ଭକ୍ତି ଦ୍ୱାରା ଆମେ ଜାଣିପାରିବା। ତ ଏଇଟା ଏଇ ଡିସ୍କସ୍ ହେଇଥିଲା। ଯେହେତୁ ପୂର୍ବ ଚାପ୍ଟରରେ ଭଗବାନ କହିଲେ ଯେ ମୁଁ ଯେ ମୋର ସିଙ୍ଗଲ ଫ୍ରାଗମେଣ୍ଟ, ଲାଷ୍ଟ କହିଲେ ଯେ ଅଳ୍ପ ମାତ୍ର ପୋର୍ସନ ବିଭୂତି ଦ୍ୱାରା ଏ ପୁରା କ୍ରିଏସନକୁ ମୁଁ ହଉଛି ଏଣ୍ଟାୟାର ୟୁନିଭର୍ସକୁ ସପୋର୍ଟ କରୁଛି ବା ପରଭେଟ କରୁଛି। ତେଣୁ ସେ ବର୍ତ୍ତମାନ ଅର୍ଜୁନ କହିଲେ କେମିତି ପରଭେଟ କରୁଛି ଦେଖିବା। ଆପଣ କହିଲେ ଯେ ସମଗ୍ର କ୍ରିଏସନକୁ ଆପଣ ଟିକେ ବିଭୂତି ଦ୍ୱାରା ଏକୁ ଧରିକି ରଖିଛନ୍ତି ବା ମୁଁ କେମିତି ଜାଣିବି, ଦେଖେଇଲେ ଟିକେ। ତ ଅର୍ଜୁନ ସେଇ ପାଇଁ ଏଇଟା ୟୁନିଭର୍ସାଲ ରୂପ ପଚାରିଲେ।
ତାଙ୍କ ଜାଣିବାର ନଥିଲା, ସେ ଅନ୍ୟମାନଙ୍କ ପାଇଁ ଜଣେଇବା ପାଇଁ ଅର୍ଜୁନ ଯେ ଭଗବାନ ପରେ କେହି ଲୋକ ଆସିବେ କହିବେ ମୁଁ ହଉଛି ଭଗବାନ, ତାହେଲେ ସିଏ ଭଗବାନ କହିଲେ ଭଗବତ୍ୱ ଦେଖିବାକୁ ପଡିବ, ତାଙ୍କୁ ବିଶ୍ୱରୂପ ଦର୍ଶନ କରିବାକୁ ପଡିବ। ତ ସେ ପାଇଁ ଏଠି ଅର୍ଜୁନ ଫ୍ୟୁଚର ପାଇଁ ରାସ୍ତା କ୍ଲିୟର କରି ରଖେଇଛନ୍ତି, ଲୋକକୁ ଜାଣିବା ପାଇଁ କିଏ ଭଗବାନ ବା କିଏ ଭଗବାନ ନୁହେଁ। ତ ସେଇ ପାଇଁ ଯିଏ ଭଗବାନ ଯଦି କହିଲେ କ୍ଲେମ କରୁଛନ୍ତି ତାକୁ ବିଶ୍ୱରୂପ ଦେଖିବାକୁ ପଡିବ। ସେଇପାଇଁ ଅର୍ଜୁନ କହିଲେ ମତେ ଟିକେ ବିଶ୍ୱରୂପ ଦେଖାଅ। ଯଦି କାହିଁକି ନା ସେ ଜାଣିଛନ୍ତି ଭଗବାନ, କିନ୍ତୁ ତଥାପି କହିଲେ ଟିକେ ଦେଖାଅ, ମୁଁ କେମିତି ଜାଣିବି ଯେ ତୁମେ ମାନେ ଅଳ୍ପ ମାତ୍ର ଟିକେ ମାତ୍ର ଏନର୍ଜି ଦ୍ୱାରା ବିଭୂତ ପୁରା ପୃଥିବୀ ବା ଯେତେ କୃଷ୍ଣକୁ ଧରିକି ରଖିଛନ୍ତି ବା ଆଚ୍ଛାଦିତ କରି ରଖିଛନ୍ତି। ତେଣୁ 1 ରୁ 4 ଶ୍ଲୋକରେ ଅର୍ଜୁନ ରିକ୍ୱେଷ୍ଟ କରୁଛନ୍ତି କୃଷ୍ଣଙ୍କୁ ତାଙ୍କର ୟୁନିଭର୍ସାଲ ରୂପ ଦେଖେଇବା ପାଇଁ। ଅର୍ଜୁନ ବାଚ परमं मदनुग्रहाय परमं गुह्यम अध्यात्म संगीतम यत्त्वयक्तम वचस्तेन मोहोयम विगत मम। Arjun said, by my hearing this instruction, the instruction you have kindly given me about these most confidential spiritual subjects, my illusion has now been dispelled. ଆପଣଙ୍କର ଯୋଉ ଯାହା ଯାହା ଏବେ ବତେଇଲେ ଇନଷ୍ଟ୍ରକ୍ସନ ଦ୍ଵାରା ମୋର ଯେତେ ଡାଉଟ ଥିଲା ସବୁ ପଳେଇ ଯାଇଛି, ହେଲା କି। ଅଲ୍ ଅଟ ସାଇଡ୍ ୱାନ୍, ତାପରେ କହିଲେ ହଁ ଭାବପୟୁ हि भूतानां श्रुतौ विस्तारश मया तत्त्व कमल पत्राक्ष महात्म्यम् अपि च अव्ययम्। कमल पत्राक्ष, कमल पत्राक्ष, कमल ମାନେ ପଦ୍ମ ଆଖି, ଅରବିନ୍ଦାକ୍ଷ, କମଳ ପତ୍ରାକ୍ଷ ଭଗବାନ କହୁଛନ୍ତି। I have heard you in detail ଯାହା କହିଲେ about the appearance disappearance of every living entity and have realized your inexhaustible glories। କମଳ ସହିତ କାହିଁକି କମ୍ପେୟାର କରାଯାଇଛି? ଯେହେତୁ ଭଗବାନଙ୍କୁ ବହୁତ କମଳ ଫୁଲଟା ବହୁତ ଭଲ ଲାଗେ ନା କଣ। ହୁଁ। ନେକ୍ସଟ କମଳ ପତ୍ରାକ୍ଷ, ଆଉ ଗୋଟେ ଯେଟା କଣ ନା ବହୁତ କୁଲିଂ ଇଫେକ୍ଟ ଅଛି, କମଳର ବହୁତ କୁଲିଂ ଇଫେକ୍ଟ। ଆମେ ଯେତେବେଳେ ଟାୟାର୍ଡ ହେଇଯାଇଥିବା ଆମେ ଭଗବାନଙ୍କୁ ଦର୍ଶନ କଲେ ବା ଭଗବାନଙ୍କ ଜିନିଷକୁ ଦର୍ଶନ କଲେ ଆମକୁ ଟାୟାର୍ଡନେସ୍ ପଳେଇ ଯାଉଛି କାହିଁକି। ତେଣୁ ଇଏ ହଉଛନ୍ତି ବହୁତ ସୁଦିଂ ଇଫେକ୍ଟ ଅଛି, କମଳ ପଦ୍ମର ବହୁତ ସୁଦିଂ ଇଫେକ୍ଟ। ଭଗବାନ ସେଠି ଗୋଟେ ତା ଭିତରେ ଗୋଟେ ଯାହାକୁ କମଳ ଭିତରେ ଗୋଟେ ପଦ୍ମ ମଧୁ ଥାଏ, ସେ ମଧୁଟା ହଉଛି ବହୁତ ଥଣ୍ଡା କରେ, ସୁଶୀତଳ କରିଦିଏ। ତେଣୁ ଗୁରୁଙ୍କର ପାଦ ପଦ୍ମକୁ ବି କହିଛନ୍ତି ଗୁରୁଙ୍କର ପାଦ ପଦ୍ମ ବୋଲି କୁହାହଉଛି। ଯେ ଗୁରୁଙ୍କର ପାଦ ପଦ୍ମରେ ଶରଣ ନେଲେ, ଭଗବାନଙ୍କର ପାଦ ପଦ୍ମ ଶରଣ ନେଲେ ଆମକୁ ଆମର ଲାଇଫଟା ସୁଶୀତଳ ହେଇଯାଉଛି, ମାନେ କୁଲିଂ ଇଫେକ୍ଟ ଆସିଯାଉଛି। ସେ ପଦ୍ମ ମଧୁ ସେଠି ଅଛି। ଭଗବାନଙ୍କର 8ଟା ଅଙ୍ଗକୁ ପଦ୍ମ ଫୁଲ ସହିତ କମ୍ପେୟାର କରାଯାଇଛି। କୋଉଠି ପଦ୍ମ ପାଖୁଡା, ଅରବିନ୍ଦାକ୍ଷ, ମୁଖ ପଦ୍ମ, ହସ୍ତ ପଦ୍ମ, ପାଦ ପଦ୍ମ, ନାଭି ପଦ୍ମ, ତ ଏଇଭଳିଆ ସବୁ ପଦ୍ମ ସହିତ କମ୍ପେୟାର କରାଯାଇଛି। ଆଉ କଣ ପଦ୍ମ ଦ୍ଵାରା କଣ ହୁଏ? ପଦ୍ମର କ୍ରାଇଟେରିଆ କଣ? ବ୍ରହ୍ମଣୀ ଅଧାୟ କର୍ମାଣୀ ସଙ୍ଗମ ତୁକ୍ତା କରୁତିୟ ଲିପ୍ୟତନ ସ୍ୱପାପେନ ପଦ୍ମପତ୍ର ବିଭାମ ବସା। 5 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ବ୍ରହ୍ମଣୀ ଅଧାୟ କର୍ମାଣୀ, ସବୁ କାମ ବ୍ରହ୍ମ, ଏଠି ବ୍ରହ୍ମ ମାନେ ଭଗବାନ, ଭଗବାନଙ୍କୁ ଅଧ୍ୟାୟ କରିକି ବା ଭଗବାନଙ୍କ ପାଇଁ ସବୁ କାମ କର। ବ୍ରହ୍ମଣୀ ଅଧେ କର୍ମାଣୀ ସଙ୍ଗମ ତୁକ୍ତା କରିଥିବ, ଯେ ମେଟେରିଆଲ ଡିଟାଚମେଣ୍ଟ ହେଇକି ମେଟେରିଆଲ ଆସକ୍ତି ଛାଡିକି ଭଗବାନଙ୍କ ପାଇଁ ସବୁ କର୍ମ ଯିଏ କରେ, ତାହେଲେ ସେ କଣ କେମିତି ଥାଏ? ଏଇ ମେଟେରିଆଲ ୱାର୍ଲଡ ଅଛି କିନ୍ତୁ ମେଟେରିଆଲ ଆଟାଚମେଣ୍ଟ ନାହିଁ, କୃଷ୍ଣକୁ ଆଟାଚ ଅଛି, ମେଟେରିଆଲରୁ ଡିଟାଚ ଅଛି, ତ ଭୌତିକରୁ ଡିଟାଚମେଣ୍ଟ ହେଇଛି। ତେଣୁ ବ୍ରହ୍ମଣୀ ଅଧ୍ୟାୟ କର୍ମାଣୀ ସଙ୍ଗମ ତୁକ୍ତା କରିଥିବ, ଯେ ଭୌତିକ ଆସକ୍ତି ଛାଡିକି ଭଗବାନଙ୍କ ସେବା କରେ। ଲିପ୍ୟତନ ସ୍ୱପାପେ ନ, ସେ ପାପରେ ଲିପ୍ତ ହୁଏ ନାହିଁ। କଣ ହୁଏ କେମିତି? ଏକ୍ସାମ୍ପଲ ନା ପଦ୍ମପତ୍ର ଇଭାମ ବସା, ଇଭାମ ମାନେ ପାଣି, ପାଣିରେ ପଦ୍ମପତ୍ରରେ କେମିତି ଟଚ୍ କରେ କି? କରେନି। ସେମିତି ଆମ ସଂସାର ଭିତରେ ଆସିଛନ୍ତି, ଏଠି ଯୁକ୍ତ ବୈରାଗ୍ୟ ପ୍ରିନ୍ସିପଲ୍ସକୁ ଫଲୋ କରିବା କଥା, ସବୁ ଜିନିଷ ୟୁଜ କରିବା କିନ୍ତୁ ଭଗବାନଙ୍କ ସେବାରେ। ଏଠି ନେତି 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 ନିରାକାରବାଦୀ ବା ଅନ୍ୟ ଜୈନିଜିମ୍ ଏସବୁ ଅଛନ୍ତି, ଆମେ କଣ କରିବା? ମାନେ ଆମେ ଡ୍ରେସ ପିନ୍ଧିବାନି କାହିଁକି? ଆଉ ଡ୍ରେସ ପିନ୍ଧିଲେ ଡ୍ରେସକୁ ବନେଇଲେ ତାକୁ ବି ତ ଅସୁବିଧା ଅଛି ନା। ଡ୍ରେସରେ ଯେ କୋଉ ଜୀବରୁ ବନଲା ବା କୋଉଥିରୁ ବନଲା, ସେ ଘାସ ଇଏର ମାନେ କପଡା ଯୋଉ ବନଲା ତୁଳାରୁ, ତାର ବି ତ ଜୀବନ ଅଛି ନା ନାଇଁ। ଡ୍ରେସ ପିନ୍ଧନି, କଣ କରିବା? କରୋନା ବେଳେ ଯେମିତି ବାନ୍ଧିଲେ ମୁହଁରେ ଗୋଟେ ବନ୍ଧା ହେଲା, ତେଣୁ କଣ ହେଲା? ଜୀବାଣୁ ତ ଆହୁରି ତ ଆଥର ବି ଛୋଟ, ସେ ପଳେଇଯିବ ତା ଭିତରେ। ଆଉ ମାସ୍କ ପିନ୍ଧିଲେ କଣ ଜୀବାଣୁ ରହିଯାଉଛନ୍ତି? କେତେ କେତେ ଜୀବାଣୁ, ତାଠାରୁ ବି ଛୋଟ ଅଛନ୍ତି ଜୀବାଣୁ, ନା ପଳେଇଯିବେ। ବର୍ତ୍ତମାନ ଆମେ କହିବା ନିଆଁ ଲଗେଇବାନି, ଖାଇବାନି, କିଛି ବହୁତ କମ ଖାଇବା, ଫଳ ଫଳ ଖାଅ, ଠିକ ଅଛି।
କିନ୍ତୁ ନିଆଁ ଲଗେଇଲେ ଅସୁବିଧା, ଜୀବ ମରିଯିବେ ସେଥିରେ, ତେଣୁ ନିଆଁ ଲଗା ହବନି। ଝାଡୁ ମାରିବେ, ଝାଡୁ ମାରିଲେ ତ ଜୀବ ମରିଯିବ, ତାହେଲେ ତ ଝାଡୁ ମାରି ପୋଛିବେନି, ସବୁ ତ ଜୀବ ମରିଯିବେ, ମୁଁ କିଛି ଝାଡୁ କାହିଁ ମାରିବି, ମଇଳା ଭିତର, ନାଇଁ କି? ତ ସେଇଭଳିଆ ଆମେ କଣ କରିବା, କିନ୍ତୁ ସେଇପାଇଁ ଆମେ ଉଲଗ୍ନ ହେଇକି ରହିଲେ ସବୁ, କାହିଁ କପଡା ପିନ୍ଧିବାନି, ଖାଇବାନି, କଣଟା ହବ? ଖାଲି ଜୀବନରେ ନତି ନେତି, ଏଟା ନୁହେଁ ସେଟା ନୁହେଁ ସେଟା ନୁହେଁ, ନାଇଁ ସବୁ କର, ଯୋଉଟା କରିବା ପାଇଁ କହି ସବୁ କର, କିନ୍ତୁ ଭଗବାନଙ୍କ ପାଇଁ କର। ସେଇପାଇଁ ये ଯୁକ୍ତ ବୈରାଗ୍ୟ ପ୍ରିନ୍ସିପଲ ଚେତନା ପ୍ରକାଶ ଆସି ଆମକୁ ଦେଇଦେଲେ। जो करना है सब करो, लेकिन हाँ कुछ नियम अच्छे, कोटा କରିପାରିବନି भी अच्छी, नो मेटिडी नो इंटेक्शन नो गैम्बलिंग नो एक्सरसाइज। तो बट और जो करना है कर रहे हो, गाइडेंस में करो, तापरे धर जोड़ी कर, तेणु ये कहला ओ लोटस, तेणु इट इंपोर्टेंट कहीं कमल पत्राक्ष कृष्ण जाय दीपे जस्ट लाइक द पेटल्स ऑफ लोटस फ्लावर, आउट ऑफ joy for Krishna has assured him in a previous chapter, aham Krishna se jagata prabhava pralayas तथा I am the source of the appearance and disappearance material in manifestation। तेणु ये कहला एवं एतत् यथार्थ यथार्थ त्वम् आत्मनं परमेश्वर द्रष्टुमिच्छामि ते रूपम ऐश्वरम पुरुषोत्तम, oh greatest of all personalities of supreme form, although I see you here before me in your actual position, as you have described as yourself, I wish to see you how you entered into the cosmic manifestation, and I want to see that form of yours। ବର୍ତ୍ତମାନ ଆପଣଙ୍କୁ ମୁଁ ଦେଖୁଛି ବଢିଆ ଫର୍ମ, ଏଟା ହଉଛି ଶ୍ୟାମ ସୁନ୍ଦର ଫର୍ମ, ଠିକ ଅଛି, କିନ୍ତୁ ମୁଁ ଦେଖିବାକୁ ଚାହୁଁଛି ଯେ ପ୍ରତି କ୍ରିଏସନ ଭିତରେ ଆପଣ କେମିତି ପଶିଲେ ଦେଖିବା, ସେଇଟା ଗୋଟେ ଦେଖାନ୍ତୁ। ତେଣୁ ମନ୍ୟ ସେ, ତାର କହିଲେ ମନ୍ୟ ସେ यदि मन्य से यदि तत्सख्य सख्यम मया द्रष्टुम इति प्रभ योगेश्वर तत्व में त्वम दर्शयात्मनम अव्ययम। मन्य मने मन्य से यदि आपण चिंता करूचंती, इफ यू थिंक, आपण भाबुचंती कारण मोर बळ केते आपण जणा अछि, यदि आपण भाबुचंती जे मु आपण से रूपडा देखि परिबी, ताहाले जाई कि आपण कृपा करी मते सेटा देखांतु। ଏଠି ପୁଣି ସେମାନେ କହିଲେ ଯେ ଆପଣ କୃପା କରି ଦେଖାନ୍ତୁ ଯଦି ମୁଁ ପାରିବି, ମନେ ସେ ଯଦି ଇଏ ସକ୍ଷମ, ଯଦି ମୁଁ, ଆପଣ ଭାବୁଛନ୍ତି ଯେ ମୁଁ ଆପଣ ସେ କସ୍ମିକ ଫର୍ମ ଟାକୁ ୟୁନିଭର୍ସାଲ ରୂପ ବିଶ୍ୱ ରୂପ ଦେଖିପାରି ଧାରଣ କରିପାରିବି, ତାହେଲେ ଯାଇକି ଆପଣ ମତେ ଦେଖାନ୍ତୁ। ଏଠି ପ୍ରପାତ ବା ସବୁବେଳେ କୁହନ୍ତି ଇଫ ୟୁ ଥିଙ୍କ ସୋ, ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରାଯାଏ ଆମେ କଣ କରନ୍ତି, ପ୍ରଭୁ ମତେ କୃପା କରନ୍ତୁ, ନାଇଁ ଇଫ ୟୁ ସୋ ଡିଜାୟାର, ଯଦି ଆପଣ ଇଣ୍ଡିପେଣ୍ଡେଣ୍ଟ, ଆପଣଙ୍କୁ କେହି କିଛି ଅର୍ଡର ଦେଇପାରିବ କି? ତେଣୁ ଆପଣ ଯଦି ଚାହାନ୍ତି କୃପା କରିକି, ଇଫ ୟୁ ସୋ ଡିଜାୟାର, ତାହେଲେ ଆମେ ସେମିତି ଗୁରୁଦେବକୁ, ଗୁରୁଦେବ ଏଇଟା କରିଦିଅ, ନାଇଁ ଇଫ ୟୁ ସୋ ଡିଜାୟାର, कोई भक्त को इफ प्रभु ଯଦି ଆପଣ ଚାହାନ୍ତି, ତେଣୁ ଇଫ ୟୁ ସୋ ଡିଜାୟାର, ଆପଣ ଯଦି ଭାବୁଛନ୍ତି ଯେ ମୁଁ ଧରିପାରିବି, ଏଇଟା ଇମ୍ପୋର୍ଟାଣ୍ଟ। ତ ତାପରେ ଭଗବାନ କହୁଛି ଶ୍ରୀ ଭଗବାନ ଉପାଚ ପଶ୍ୟାମେ ପାର୍ଥ ରୂପାଣି ସତତ ସହସ୍ରଶ ନାନା ବିଧାନି ଦିବ୍ୟାନି ନାନା ବର୍ଣ୍ଣାକୃତାନି च। The Supreme Person Godhead said, "My dear Arjuna, O son of Pritha, see my now othe, now see ବର୍ତ୍ତମାନ ଦେଖ ମୋର ବିଭୂତି ସବୁ, hundreds and thousands of very divine and multiform, multicolored form, ବର୍ତ୍ତମାନ ଦେଖିବାକୁ ଦେଖ ଦେଖ। ପଶ୍ୟ ଆଦିତ୍ୟାନ, ଦେଖ କଣ କଣ ଦେଖିବାକୁ ଯିବ, ମାନେ ଦେଖେଇ ନାହାନ୍ତି, କହୁଛନ୍ତି କଣ କଣ ଆସିବ ଦେଖ। ପଶ୍ୟ ଆଦିତ୍ୟାନ ବସୁନ ରୁଦ୍ରାନ ଅଶ୍विनौ ମରୁତସ୍ତଥା ବହୁନି ଅଦୃଶ୍ୟ ପୂର୍ବାଣି ପଶ୍ୟ ପଶ୍ୟ ଆଶ୍ଚର୍ଯ୍ୟାଣି ଭାରତ। ଓ ଭାରତ ବଂଶଜ ବେଷ୍ଟ ଭାରତ, ସି ହିୟର ଡିଫରେଣ୍ଟ ମ୍ୟାନିଫେଷ୍ଟେସନ ଅଫ ଆଦିତ୍ୟ, ଦେଖ ଏଇ ଆଦିତ୍ୟରେ ଦେଖିବାକୁ ଯିବ, ଆଦିତ୍ୟ ଅଛନ୍ତି, ବସୁ ଅଛନ୍ତି, ରୁଦ୍ର ଅଛନ୍ତି, ଅଶ୍ୱିନୀ କୁମାର ଅଛନ୍ତି, ଏ ସବୁ ଦେବଦେବୀ ଅଛନ୍ତି। ହଁ, ଇଏ ୱଣ୍ଡରଫୁଲ ଥିଙ୍ଗସ ନୋ କେହି ଆଗରୁ ଦେଖି ନାହାନ୍ତି କିମ୍ବା ଶୁଣି ବି ନାହାନ୍ତି ଆଗରୁ, ଏଇ ବିଷୟରେ ବର୍ତ୍ତମାନ ତୁମେ ସେଟା ଦେଖ। ऐकस्तम जगत्का कृष्णम पश्यद्य सचराचरम नमो देहे मम देहे गुडाकेश ये शन्य द्रष्टुम इच्छसि। हे अर्जुन, यदि एटा थरे तुम देखिदेव ना, behold at once in this body of mine, this universal form can show you whatever you now desire to see। ବର୍ତ୍ତମାନ ତୁମେ ଯାହା ଦେଖିବାକୁ ଚାହୁଁଛ ସବୁ ତା ଭିତରେ ଦେଖାଯିବେ। ତାପରେ whatever you may want to see in future, ଏବେ ନୁହେଁ, ମୁଁ ବାଇଚାନ୍ସ ରହିଯିବ ଫ୍ୟୁଚର ପାଇଁ ମୁଁ ଦେଖିବାକୁ ଚାହୁଁଥିଲି, ସିଏ ବି ଏଇ ଭିତରେ ଅଛନ୍ତି। ଏଭ୍ରିଥିଙ୍ଗ ମୁଭିଂ, ଚର ଅଚର ସବୁ ଇଜ ହିୟର କମ୍ପ୍ଲିଟଲି ଇନ୍ ୱାନ୍ ପ୍ଲେସ୍, ଗୋଟେ ଜାଗାରେ ତୁମେ ଏଇଠି ବସିଛ, ମୁଁ ଛିଡା ହେଇଛି, ତୁମେ ବସିଛ, ଆଉ ଏଇ ଜାଗାରେ ଦେଖିପାରିବ ପୁରା ପୁରା ସମଗ୍ର ପୃଥିବୀଟା, ମାନେ ଗୋଟେ ପୃଥିବୀ ନାହିଁ, ବ୍ରହ୍ମାଣ୍ଡ କେତେ କେତେ ବ୍ରହ୍ମାଣ୍ଡ ସବୁ ଦେଖିପାରିବ। ତେଣୁ ଗୋଟେ ଜାଗାରେ ବସିକି ଏଇଟା କେମିତି ହବ? ଭଗବାନ କୃପା କଲେ ଯାଇକି ସେ ଗୋଟେ ଜାଗାରେ ବସିକି ସବୁ ଜାଣିପାରିବେ। ସେଇ ପାଇଁ କମ୍ପ୍ଲିଟଲି ଦେଖିପାରିବେ ତୁମେ କହିଲେ। ହଁ, ଆଗରୁ ଗୋଟେ ଥିଲା, ଗାଁରେ ଆସୁଥିଲେ ଛୋଟ ପିଲା ବେଳେ ଗୋଟେ ବକ୍ସ ନେଇ ଆସୁଥିଲେ ନା,
କାଲିଡୋସ୍କୋପ ଟାଇପ ର ତା ଭିତରେ କହିବେ ଡୁମୁରୁ ବଜେଇବେ ଆସ ଆସ ଦେଖିବ ତାପରେ ଆମେ 10 ଟଙ୍କା ନା ଟଙ୍କେ ନାକେ ଦଉଥିଲୁ ତା ଭିତରେ ଆଖିରେ ଦେଖୁଥିଲୁ ଏଇ ଦେଖ ଏମିତି ଏମିତି ସବୁ ଦେଖାଯାଉଛି ଏଇ ଜିନିଷ ନାଲି ଏଇ ବୁଲେଇବ ତାପରେ ସେ ଗୋଟେ ତା ଚକ୍ରଟା କଣ ଟିକେ ବୁଲେଇବ ବୋଲେ କହିବ, ଏଇ ଦେଖ ଆଉ ତାକୁ ପୁଣି ଧ୍ୟାନ ଦେଇ ଦେଖିବାକୁ ପଡେ ଆମେ ଦେଖି ପାରୁନଥିଲୁ ସେତେବେଳେ କହେ ଏମିତି ଦେଖ ୟା ଭିତରେ ୟା ରହିଛି ବୋଲି ଆଉ ବର୍ତ୍ତମାନ ଅର୍ଜୁନକୁ ଭଗବାନ କୃଷ୍ଣ ବତଉଛନ୍ତି ଏଇ ସବୁ ଜିନିଷ ଦେଖ ଆସିବ ତା ଭିତରେ ଏଇ ସବୁ ଜିନିଷ ଅଛି ନ ତୁ ମାମ ସକ୍ସେସ ଦୃଷ୍ଟୁମ ଦିବ୍ୟମ୍ ଦଦାମି ତେ ଚକ୍ଷୁ ପଶ୍ୟ ମେ ଯୋଗମୈଶ୍ୱରମ୍ ଦେଖ କିନ୍ତୁ ତୁମେ ମୋର ଏଇ ଯୋଉ ଚକ୍ଷୁ ଅଛି ନା ଏଇ ଚକ୍ଷୁ ଦ୍ଵାରା ତୁମର ଏଇ ପ୍ରଥମ ଏଇ ନର୍ମାଲ ଚକ୍ଷୁ ଜଳ ଚକ୍ଷୁ ଦ୍ଵାରା ତମେ ଦେଖିବ ଅବଶ୍ୟ ଅର୍ଜୁନ ତ ଜଡ ନୁହେଁ ତାଙ୍କ ଚକ୍ଷୁ ବାଟ ଆମ ପାଇଁ ସେ କହୁଛନ୍ତି ଏଇ ଚକ୍ଷୁ ଦ୍ଵାରା ତମେ ଦେଖିପାରିବନି ଦେୟରଫର ଆଇ ଗିଭ୍ ୟୁ ଡିଭାଇନ ଆଇଜ ତେଣୁ ତ ଦିବ୍ୟ ଚକ୍ଷୁ ଦେବି ଯାହା ଫଳରେ କି ଏଇ ତୁମ ଜିନିଷଟା ମୋର ସବୁ ଦେଖିପାରିବ ଆଉ 9 ଶ୍ଲୋକ କହିଲେ ସଞ୍ଜୟ ଉବାଚ ବର୍ତ୍ତମାନ ସଞ୍ଜୟ କହୁଛନ୍ତି एवं मुक्त्वा ततो राजन् महायोगेश्वर हरि दर्शयम् अस पार्थया परमं रूपम ऐश्वर्यम ସଞ୍ଜୟ କହିଲେ ଓ ରାଜା ଏଇଭଳିଆ କହିକି ଭଗବାନ ଯିଏକି ଯୋଗେଶ୍ଵର ଯିଏକି ସୁପ୍ରିମ ପର୍ସନାଲିଟି ଗଡହେଡ ପୁରୁଷୋତ୍ତମ ତାଙ୍କର ୟୁନିଭର୍ସାଲ ଫର୍ମ ଅର୍ଜୁନକୁ ଦେଖେଇଲେ ବିଶ୍ୱରୂପକୁ ଦେଖେଇଲେ ସେଥିରେ କଣ କଣ ଅଛି ଅନେକ ବକ୍ତମ ନୟନମ ଅନେକ ଅଦ୍ଭୁତ ଦର୍ଶନମ ଅନେକ ଦିବ୍ୟ ଆଭରଣମ ଦିବ୍ୟ ଅନେକ आदित्य आयुधम दिव्य माल्याम्बरम धरम दिव्य गंध अनुलेपनम सर्वस्य आश्चर्य मयम देवम अनंतम विश्वत मुखम कौन कौन देखे एटी कहले अर्जुन सो इन दैट यूनिवर्सल फॉर्म अनलिमिटेड माउथ बहुत अनेक मुख वक्त्रम वक्त्रम माने होची मुख अनेक मुखम वक्त्रम अनलिमिटेड आखि अनलिमिटेड विजन्स द फॉर्म वाज डेकोरेटेड विथ माय सेलेस्टियल ऑर्नर आभूषण बहुत बड़ सुंदर आभूषण सब अच्छी मैं आयुध मान विपन अच्छी सेलेस्टियल गार्लैंड अच्छी गारमेंट्स अच्छी डिवाइन सेट सब बाहर मो शरीर भगवान यहाँ ऑलवेज वंडरस ब्रिलियंट अनलिमिटेड एंड ऑल एक्सपैंडिंग बढ़ी बढ़ी जाउछि दिव्य सूर्य सहस्रस्य भवेत् जुगपद उत्थित यदि भाव सदृश स्यात् भासस्तस्य महात्मनम इफ हंड्रेड्स ऑफ थाउजेंड्स ऑफ सन यदि हजार हजार सूर्य एकात्र उदय हुअन्ति रे ताले कोन हबो जो भलिया रेडियंस बा लाइट आसीबो ताको शरीर से भलिया लाइट सब बाहर तत्रैकस्थम जगत्कृष्ण कृष्णम प्रविभक्तम अनेकधा अपस्य देव देवस्य शरीरे पांडव तथा ओके अच्छा वॉल्यूम टिके अप डाउन होछि ओके मो पाकोटे रखि all at that time Arjuna could see in the universal form of the Lord the unlimited expansions of the universe situated in one place although divided into many thousands ତେଣୁ ସେ ୟୁନିଭର୍ସାଲ ବିଶ୍ୱରୂପ ଭିତରେ ଅନଲିମିଟେଡ ଏକ୍ସପାନସନ ଅଫ ୟୁନିଭର୍ସ ବଢୁଛି କୋଉଠି ପୃଷ୍ଟି ସୃଷ୍ଟି ହଉଛି କୋଉଠି ପ୍ରଳୟ ହଉଛି କୋଉ ୟୁନିଭର୍ସ ସବୁ ଚାଲିଛି ତା ଭିତରେ ତତଃ ବିଷୟ ବିସ୍ମୟ ଅବସ୍ଥିତ ହୃଷ୍ଟ ରାମ ଧନଞ୍ଜୟ प्रणाम्य शीर्ष देव कृतांजलि अभासत देन बिल्डेड एभला देखि आश्चर्य हो जाते भगवान अर्जुन एस्ट्रोनिस हो जाते तांकर रोम टांकुरी उठिला अर्जुन तापरे भगवान को प्रणाम करछंती एवं विथ फोल्डेड हाथ जोड़ी एवं प्रेयर करछंती भगवान को अर्जुन ता प्रेयर कले अर्जुन प्रेयर करछंती देखो माने एभला अद्भुत रूप देखि भगवान हाथ जोड़ी माने हे जाछंती रोम टांकुरी जाउची एवं से प्रेयर करछंती अर्जुन सेड अर्जुन वाच पश्यामि देवम कौन कौन देखु पश्यामि देवां देवो देहे सर्वं तथा भूत विशेष संघम संघान ब्रह्मांडम ईशम कमलासन स्थित ऋषिम च सर्वम पुरगंश्च दिव्यान अर्जुन कहले अर्जुन सेड माय डियर लॉर्ड कृष्ण आई सी आपन शरीर भितरे सब देवता मान अछंती बहुत अन्य प्राणी अछंती ब्रह्मा भी अछंती जो पद्म पत्रे बसंती शिवजी अछंती ऋषि मान अछंती डिवाइन सर्पेंट्स माने डिवाइन सर्पेंट्स के वासुकी आउ अनंत शासना ये सब रही वासुकी थी वासुकी विषय कहुई तो अनेक बाहुधर वक्त्रम नेत्रम पश्यामि त्वां सर्वत अनंत रूपम नान्तम न मध्यम न पुनस्तवादिम पश्यामि विश्वेश्वर विश्वरूप वर्तन all Lord of universe, O universal form, I see in your body
मेनी मेनी आर्म्स, बहुत बाहु, बहुत पेट, मुंह, आखि, मुख, आखि, एक्सपांडेड एवरीवेयर विदाउट लिमिट। आई सी नो एंड, मु कार अंत आदि किसी जानी पार ना। नो मिडिल, कोठी बिगिनिंग कोठी एंड कोठी अंत किसी जाना पड़ ना। एते एक्सपांड ही रही। 17 श्लोक कहले किरीटी नाम कौन कौन पुଣି ଦେଖିଲେ ଯେ କଣ ଧରିଛନ୍ତି ମୁଣ୍ଡରେ। କିरीटी नाम गदिनाम चक्रिनाम च तेज राशिम सर्वत्र दीप्तिमन्तम पश्यामि त्वं दुर्निरीक्ष्यम् समन्ताद् दीप्ति अनलार्क द्युतिम अप्रमेयम। किरीटी नाम, किरीटी माने हेलमेट्स, मुकुट। गद्दी गदा, भगवान गदा धरिଛନ୍ତି। ଚକ୍ର ଅଛି, ତେଜ ବାହାରୁଛି, ଏଫୋଲେନ୍ସ ବାହାରୁଛି ସବୁ ଚାରିଆଡେ। ତ ଏଇଭଳିଆ ବହୁତ ତାକୁ ଦେଖିବା ଏତେ ସୂର୍ଯ୍ୟ ଭଳିଆ ସବୁ ଲାଇଟ୍ ବାହାରୁଛି ଯେ ତାକୁ ଦେଖିବା ବହୁତ କଷ୍ଟ ହଉଛି, ଦେଖି ପାରୁନାହାନ୍ତି। ଭେରି ଇମ୍ପୋର୍ଟାଣ୍ଟ ସ୍ପ୍ରେଡିଂ ଅଲ୍ ଇଜ ଲାଇକ୍ ବ୍ଲେଜିଂ ଫାୟାର ଫର ଇମେଜେବଲ ରେଡିଏନ୍ସ। ये सब देखिया बहुत कष्ट है तांको। तापर 18 श्लोक कहले त्वाम अक्षरम परमं वेदितम वेदितव्यम त्वम अस्य विशिष्य परम निधानम त्वम अव्यय शाश्वत धर्म गुप्ता सनातन त्वम पुरुष मत में। यू आर द सुप्रीम प्राइमल ऑब्जेक्ट, यू आर द अल्टीमेट रेस्टिंग प्लेस। आपण होचुं सब जिस रेस्टिंग प्लेस। यू आर इनएग्जिस्टिबल, आपण के शेष होंतनी। यू आर द ओल्डेस्ट, सब पुराना पुराण पुराना लोक आपण। यू आर द मेंटेनर, आपण पालन करता ऑफ द इटर्नल रिलीजन, धर्म धर्म आपण ही रक्षा करता। एवं आप भगवान। दैट इज माय, दिस इज माय ओपिनियन। तापर कहले अनादि मध्यम अंतम अनंत वीर्यम अनंत बाहुम सूर्य नेत्रम पश्यामि तम दीप्त हुताश वक्त्रम स्व तेजस विश्वम तेजसा विश्वम इदम तपंत तपंतम। आप बिगिनिंग ओरिजिन नाई, मिडिल नाई, एंड नाई। पुणी कहले योर ग्लोरी इज अनलिमिटेड, यू हैव नंबर, बहुत गुड़ा हाथ जो गणी हेबनी। सूर्य चंद्र आपनकर आखि दीपाला। I see you with blazing fire coming from your mouth. आपन मुखरु माने अग्नि बाहरुची। warning this entire universe by your own radiance. द्वया द्वय द्वयो अपृथिव्यरिदम अंतरम हि व्याप्तम त्वयैकेन त्वयैकेन दिशाश्च सर्वा द्रष्टु नहीं दृष्ट्वा अद्भुत रूपम उग्रम तावेदम लोकत्रयम प्रभय प्रव्यथितम महात्मा। although you are one, যদি আপনি জনে কিন্তু you spread throughout the sky and the planets and all space between, ସବୁଆଡେ ଆପଣ ଛାଇ ହେଇଛନ୍ତି। O great one, seeing this wondrous and terrible form, all the planetary systems are perturbed। ଅନ୍ୟ ଗ୍ରହ ଗୁଡା ବି ସବୁ ଡିଷ୍ଟ୍ରୟ ହେଇଯାଉଛନ୍ତି। स्वामी हि त्वं सूर्य संघा विशन्ति केचित् भीत प्रञ्जलय गृह्णान्ति स्वस्तिति उक्त्वा महर्षि सिद्ध संघा स्तुवन्ति त्वां स्तुतिभिः पुष्कलाभिः। all the host demigods are surrendering before you। समस्ते देवदेवी समस्त होस्ट सब आसी आपण पास सरेंडर नहीं जाउछन्ति। entering into you, आपण भीतर भी पसि जाउछन्ति। some of them very much afraid and are offering prayers with folded hands। hosts of great sages and preferred perfect beings crying all peace, all shanti shanti diyo, are praying to you by singing the Vedic hymns। 22 रे कहले रुद्र आदित्य वसव ये चे साध्या विश्वे असिन्यु मरुतश्च च समपश्च गंधर्व गंधर्व यक्ष असुर सिद्ध संघा वीक्षन्ते तम विस्मितश्चैव सर्वे। ऑल वेरियस मैनिफेस्टेशन ऑफ लॉर्ड शिव, यथाश्विन शिव आदित्य वसु साध्य विश्वदेव, दुई जन अश्विनी कुमार मरुत पूर्व पुरुष गंधर्व यक्ष असुर जन परफेक्ट डेमिगॉड्स समस्ते बिहोल्डिंग यू इन वंडर, समस्ते आश्चर्य आपण देखुछन। तेणु रूपम महत्ते बहु वक्त्र नेत्रम महाबाहो बहु बहुरु पदम पादम बाहुरु पादम बहुदरम बहुदंस्त्र कराळम दृष्ट्वा लोकम प्रव्यथित तथा अहम व्यथित हो जाउछन्ति बा डिस्ट्रॉय हो जाउछन्ति। One, O mighty armed one, all the planets with their demigods are destroyed at seeing your great form with many faces, eyes, arms, thighs, legs, bellies,
ये सब जिन बार बार आउ टे डिस्क्राइब कले नभस्पर्शम दीप्तन्ते अनेक वर्णम व्यतात्मनम दीप विशाल नेत्रम दृष्ट्वा हि द्वाम प्रवचितं तत्र आत्मा धृतम न बिंदामि समस्त विष्णु all pervading Vishnu, seeing you with your many radiant colors, with touching the sky, your gaping mouth, your great glowing eyes. My mind is but ଏସବୁ ଦେଖିକି ମୋର ମୁଁ ବି ମାନେ ଭୟଭୀତ ହେଇଯାଉଛି। ମୁଁ ବର୍ତ୍ତମାନ ଆଉ ମେଣ୍ଟେନ କରିପାରିବିନି ମୋର ଯୋଉ ଇକ୍ୱିଲିବ୍ରିୟମ କୁ ଷ୍ଟେଡିନେସ କୁ ମାନେ ମୁଁ ବେଳେ ବହୁତ ଡିଷ୍ଟର୍ବ ହେଇଗଲାଣି। ନସ୍ତ୍ରା କରାଳାନି ଚୋତେ ଚୋତେ ମୁଖାନି ଦୃଷ୍ଟୈବ କାଳନାଳ ସନ୍ନିଭେନି ଦିଶନେ ଜାନେ no labhecho sarma prasida devesa jagan nivas. O Lord of Lords, refuse the words. Please be gracious to me. I cannot keep my balance seeing you. ଏଇଭଳିଆ ଆଉ ରୂପ ମୁଁ ଦେଖିକି ଆଉ ବାଲାନ୍ସ କରି ରଖିପାରୁନି। ଇନ୍ ଅଲ୍ ଡିରେକ୍ସନ ଆଇ ଏମ୍ ବିଲ୍ଡର ମୁଁ ପୁରା ଡିଷ୍ଟ୍ରୟ ହେଇଯାଇଛି। ଅମିଚତ୍ୱମ୍ କହିଲେ ଅଲ୍ ଦି ସନ୍ସ ଅଫ ଧୃତରାଷ୍ଟ୍ର ସମସ୍ତେ along with ତାପରେ ଦେଖୁଛନ୍ତି ଧୃତରାଷ୍ଟ୍ରଙ୍କ ପୁତ୍ର ମାନେ ସବୁ ଅନ୍ୟ ରାଜା ମାନେ ଭୀଷ୍ମ ଦ୍ରୋଣ କର୍ଣ୍ଣ ସେ ସବୁ ଆପଣଙ୍କ ଭିତରେ ପଶି ଯାଉଛନ୍ତି ଆଉ ଯାଇକି ସେଇଠି ଆପଣ ମୁଖରେ ପ୍ରବେଶ କରି ଯାଉଛନ୍ତି ତା ଭିତରେ ତାଙ୍କର ମୁଣ୍ଡ ସବୁ ଯାଇକି ସ୍ମାସ ହେଇଯାଉଛି ଆପଣ ଦାନ୍ତ ସନ୍ଧିରେ ପଶି ଯାଉଛନ୍ତି ସ୍ମାସ ହେଇଯାଉଛନ୍ତି। ତାପରେ କହୁଛନ୍ତି କୋଉ ଭଳିଆ ଦିଟା ଏକ୍ସାମ୍ପଲ ଦିଆହେଇଥିଲା ଯେମିତି ୱେବ୍ସ ମାନେ ନଦୀ ଯେମିତି ସମୁଦ୍ର ବହୁତ ଗୁଡା ନଦୀ ସମୁଦ୍ରରେ ପଶିଯାଏ ସେଇଭଳିଆ ଆଉ ଯେମିତି ଗୋଟେ ମଥ ବା କିଡା ନିଆଁ ପାଖକୁ ଯାଇକି ଭିତରେ ପଶିଯାଏ ସେଇଭଳିଆ ମରିଯାଉଛି ସେଇଭଳିଆ ହଉଛନ୍ତି ସେ। O Vishnu, I see you endeavoring all people from all sides with your flaming mouth. ଚାରିଆଡେ ଆପଣ glowing mouth ଜଳୁଛି. Covering all the universe with your effulgence. You are manifest with terrible scorching rays. ତାପରେ କହିଲେ all Lord of Lords of your form, please tell me who are you? ବର୍ତ୍ତମାନ ଆପଣ କିଏ? ବର୍ତ୍ତମାନ ଏଇ ବିଉଳର ଆଶ୍ଚର୍ଯ୍ୟ ଯଦି ଭୁଲି ଯାଇଛନ୍ତି ଭଗବାନ ଆପଣ କିଏ? ଏମିତି ରୂପ ଆପଣ କଣ ଏଇଟା? I offer my obeisances unto you, please be gracious. କୃପା କରନ୍ତୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି କୃପା କରନ୍ତୁ। I want to know about you. କାହିଁକି ନା ଆପଣଙ୍କର ମିଶନ ଆପଣ କଣ ପାଇଁ ଆସିଲେ ମୁଁ ଜାଣିପାରୁନାହିଁ। ଭଗବାନ ତାକୁ କହିଲେ ଭଗବାନ ଉବାଚ କାଳ ଅସ୍ମି ଲୋକକ୍ଷୟକୃତ ପ୍ରବୃଦ୍ଧ ଲୋକାନ୍ ସମାହୃତୁମ୍ ଇହ ପ୍ରବୃତ୍ତ ରୀତେ ଅପି ତମ୍ ନ ଭବିଷ୍ୟନ୍ତି ସର୍ବେ ଇଏ ଅବସ୍ଥିତ ପ୍ରତ୍ୟନିକ୍ଷେଷୁ ଯୋଦ୍ଧା ସବୁ ତୁମ ଯୋଦ୍ଧା ତାଙ୍କ ଯୋଦ୍ଧା ସବୁ ମରିବେ। ମୁଁ କାଳ ହେଇକି ଆସିଛି ତାଙ୍କୁ ସବୁ କ୍ଷୟ କରିବା ପାଇଁ ଆଇଛି କେବଳ ତୁମକୁ ଛାଡିକି ପାଣ୍ଡବ ମାନଙ୍କୁ ଛାଡିକି। With the exception of few, the Pandavas, all soldiers here on both the sides will be slain. तस्मात् त्वम् उत्तिष्ठ ତେଣୁ ଭାଇ ତେଣୁ ତାପରେ କୃଷ୍ଣ କୁ କହିଲେ କୃଷ୍ଣ କହୁଛନ୍ତି ଅର୍ଜୁନ ତାହେଲେ ଆଉ କଣ କାରଣ ଦେଖ ସବୁ ତ ମରିଯାଇଛନ୍ତି ଆଉ ସବୁ ତ ମୁଁ ଆସିଛି ମୁଁ କାଳ ଭାବରେ ମାରିବା ପାଇଁ ତମେ କଣ କାମ ତୁମେ ଉଠେଇକି ଯୁଦ୍ଧ କର। ତସ୍ମାତ୍ ତ୍ୱମ୍ ଉତ୍ତିଷ୍ଠ ଯଶ ଲଭସ୍ୟ ଜ୍ଞାତ୍ୱା ଶତ୍ରୁ ଭୁଂସ ରାଜ୍ୟଂ ସମୃଦ୍ଧଂ ମୟ୍ୟେବିତ ନିହିତଂ ପୂର୍ବମେବ ନିମିତ୍ତ ମାତ୍ରଂ ଭବ ସବ୍ୟସାଚୀ। ଏବେ ସବ୍ୟସାଚୀ ତମେ ଗୋଟେ କାମ କର ମୋ ପାଇଁ ଯୁଦ୍ଧ କର ମୁଁ ଯାହା କହୁଛି କର ତାହେଲେ ତୁମେ ଗ୍ଲୋରିୟସ ହବ ନିମିତ୍ତ ମାତ୍ର ହଉଛି କାହିଁକି ଅଲରେଡି ସେମାନେ ମରିଯାଇଛନ୍ତି ତମର କିଛି ମାରିବାର ନାହିଁ ଖାଲି ଖଡା ହେଇଯାଅ ଠିଆ ହେଇଯାଅ ଗାଣ୍ଡିବ ଧରି ଛିଡା ହେଇଯାଅ। ଦ୍ରୋଣଞ୍ଚ ଭୀଷ୍ମଞ୍ଚ ଜୟଦ୍ରଥ ଚ କର୍ଣ୍ଣମ ତଥା ଅନ୍ୟମ ଅପି ଯୁଧା ବୀରନ୍ ମୟା ହାତଂ ସ୍ତଂ ଜହି ମା ବ୍ୟତିସ୍ତ ଯୁଦ୍ଧସ୍ୟ ଜେତାସି ରଣେ ସପ୍ତାନାମ। ଏ ଦ୍ରୋଣ ଭୀଷ୍ମ ଜୟଦ୍ରଥ କର୍ଣ୍ଣ ଏବଂ ଅଦର ଗ୍ରେଟ୍ ଏରିୟର ସବୁ ଯାଇଛନ୍ତି ମରିଯାଇଛନ୍ତି। Just therefore kill men them and do not be disturbed. ତମେ ନ ମାରିଲେ ବି ସେ ମରିବେ ତେଣୁ simply fight and you will vanquish your enemies in battle। ତେଣୁ ତମେ ଏତେ ପାୱାର ସବୁ ରହିକି ନ କରିବେ ତମକୁ ସବୁ ଲୋକ ନିନ୍ଦା କରିବେ। ସଞ୍ଜୟ ବାଚ ଏତ ଶ୍ରୁତା ବାଚନମ୍ କେଶବସ୍ୟ କୀତାଞ୍ଜଳିରେ ବ୍ୟପମାନ କିରୀଟି ନମସ୍କୃତ୍ୱା ଭୂୟ ଏବାହ କୃଷ୍ଣମ୍ ସଗଦାଗଦମ୍ ଭୀତ ପ୍ରଣମ୍ୟ। ସଞ୍ଜୟ କହିଲେ ଧୃତରାଷ୍ଟ୍ରକୁ ରାଜା ଏଇଟା ଶୁଣିଲା ପରେ ଭଗବାନଙ୍କ କଥାଟାକୁ ଅର୍ଜୁନ ଥରୁଥିଲେ ଅଫରିଂ ଅବେସେନ୍ସେସ୍ ପ୍ରଣାମ କରି ହାତ ଯୋଡ଼ିକି ଏଗେନ୍ ଆଣ୍ଡ ଏଗେନ୍ he fearfully spoke to Lord Krishna in a faltering voice as follows। ମାନେ ଭୟଭୀତ ହେଇଯାଇଛନ୍ତି ନା ଅର୍ଜୁନ ତାପରେ କହୁଛନ୍ତି ସ୍ଥାନେ ଋଷିକେଶ ତବ ପ୍ରକୃତ୍ୟା ଜଗତ ପ୍ରହସ୍ୟତି ଅନୁରାଜ୍ୟତ ରକ୍ଷ୍ୟାଂସି ଭୀତାନି ଦିଶ
द्रवन्ति सर्वे नमस्यन्ति च सिद्ध संघा. Arjun said, "O master of the senses, the world becomes joyful upon hearing your name, and thus everyone becomes attached to you. Although the perfected beings offer you respectable homage, the demons are afraid, and they flee here and there. All this is rightly done." ଆପଣଙ୍କର ଏଇ ରୂପରେ ବି ମାନେ ଦେବତା ମାନେ ଆପଣଙ୍କୁ ପ୍ରେୟାର କରୁଛନ୍ତି, ଡେମନ୍ସ କିନ୍ତୁ ମାନେ ଦୂରରେ ପଳଉଛନ୍ତି. Your name, that everyone becomes attached to you. The world becomes joyful upon hearing. ଆପଣଙ୍କର ନାମ ଶୁଣିକି the world becomes joyful. Your name ଶୁଣିକି କିନ୍ତୁ everyone becomes attached to, ତାପରେ ଆପଣଙ୍କ ଦେହରେ ଆସକ୍ତି ହୁଏ, କାରଣ ଆପଣ କେତେ ମହାନ ଆପଣ କଣ ଜାଣିଲା ପରେ. କିନ୍ତୁ although the perfect being suffer with respect of homage, ଯୋଉମାନେ ପରଫେକ୍ଟ ସେ ଆପଣଙ୍କୁ ପ୍ରଣାମ କରୁଛନ୍ତି, ଆପଣ ଯୋଡିକି ରହୁଛନ୍ତି, ରାସ୍ତା ସେମାନେ ଛାଡି ପଳେଇବେ. କସ୍ମାଚ ତେନ ନାମେରାନ୍ महात्मन् गर्यसे ब्रह्मण अपि अधिकृते अनंत देवस जगन्निवास त्वमक्षरम सदसत् तत्परम यत्. O great one, greater than the Brahma, you are the original creator. When then should they not offer their respectful obeisances? Why then should they not offer their respectful obeisances unto you? O limitless one, God of gods, refuge of the universe. You are invisible source, invincible source, the cause of all causes, transcendental to the material manifestation. ଆପଣ ହଉଛନ୍ତି ବ୍ରହ୍ମା ଠାରୁ ବି ବଡ. ଆପଣ ହଉଛନ୍ତି ଅରିଜିନାଲ କ୍ରିଏଟର, ବ୍ରହ୍ମା କ୍ରିଏଟର ଅରିଜିନାଲ ନୁହେଁ. ଆପଣ ତାଙ୍କ କ୍ରିଏସନ ଏବଂ ଦେ ଡୋଣ୍ଟ ତେଣୁ ହ୍ୱାଇ ଦେ ଶୁଡ୍ ନଟ୍ ଅଫର, ସେମାନେ ଆପଣଙ୍କୁ ରେସ୍ପେକ୍ଟ ଦିଅନ୍ତି ସେଥିପାଇଁ. ଦେବ ପୁରୁଷ ପୁରାଣ ତ୍ୱମ୍ ଅସ୍ୟ ବିଶ୍ୱସ୍ୟ ପରମ ନିଧାନମ୍ ଏତସି ବେଦ୍ୟମ୍ च କପରମ୍ च ଧାମ ତ୍ୱୟା ତତମ୍ ବିଶ୍ୱମ୍ ଅନନ୍ତ ରୂପମ୍. ନିଧା means that everything, ସବୁ ଜିନିଷ even ବ୍ରହ୍ମଣ ପୂଜ୍ୟ ଶିବଜୀ ବି ଆପଣଠାରୁ ଆସୁଛି. ତମ ଆଦିଦେବ, ଆପଣ ସବୁଠୁ ପୁରୁଣା ଆଦିଦେବ ପୁରୁଷ ପୁରାଣ ତ୍ୱମସ୍ୟ ବିଶ୍ୱସ୍ୟ ପରମ ନିଧାନମ, ଏ ବିଶ୍ୱର ନିଧାନ, ଆପଣ ରେଷ୍ଟିଂ ପ୍ଲେସ୍. ବେତାସି ବେଦ୍ୟମ୍ च ପରମ च ଧାନମ ତ୍ୱୟା ଏ ତତମ୍ ବିଶ୍ୱମ୍ ଅନନ୍ତ ରୂପମ୍. ତେଣୁ ଆପଣଙ୍କର ଅନନ୍ତ ରୂପ ରହିଛି. ବାୟୁର ଯମ ଅଗ୍ନି ବରୁଣ ଶଙ୍କର ଶଶାଙ୍କ ପ୍ରଜାପତିଷ୍ଟମ୍ ପ୍ରପିତା ମହଶ୍ଚ ନମମ୍ ନମସ୍ତେଷ୍ଟୁ ସହସ୍ରକୃତ୍ୱ ପୁନଶ୍ଚ ଭୂୟ ଅପି ନମସ୍ତେ. ଅର୍ଥାତ୍ ସେ ପ୍ରଣାମ କରୁଛନ୍ତି, ବାର 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 ଭଗବାନଙ୍କୁ ପ୍ରଣାମ କରୁଛନ୍ତି. ୟୁ ଆର୍ ଏୟାର, ଆପଣ ହଉଛି ବାୟୁ. ୟୁ ଆର୍ ସୁପ୍ରିମ କଣ୍ଟ୍ରୋଲର. ୟୁ ଆର୍ ଫାୟାର, ଆପଣ ଅଗ୍ନି. ଆପଣ ପାଣି, ଆପଣ ଚନ୍ଦ୍ର, ଆପଣ ସବୁ ବ୍ରହ୍ମା. ୟୁ ଆର୍ ବ୍ରହ୍ମା, ୟୁ ଫାଷ୍ଟ ନେଚର. ୟୁ ଆର୍ ଦି ଗ୍ରେଟ୍ ଗ୍ରାଣ୍ଡଫାଦର. ଆଇ ଦେୟରଫୋର ଅଫର ମାଇ ରେସ୍ପେକ୍ଟଫୁଲ ଅବେଇସେସନ ଟୁ ୟୁ ଥାଉଜେଣ୍ଡ ଟାଇମ୍ସ and again. ଏବଂ ପ୍ରଣାମ କରୁଛନ୍ତି କୋଉଠୁ କୋଉଠୁ, ନେକ୍ସଟ ଚାରି ପାଖରୁ ପ୍ରଣାମ କରୁଛନ୍ତି. ନମ ପୁରୁଷାର୍ଥ ପରଶସ୍ତେ ନମସ୍ତୁତେ ସର୍ବତ୍ର ଏବ ସର୍ବ ଅନନ୍ତ ବିରମିତ ଅମିତ ବିକ୍ରମସ୍ତବଂ ସର୍ବଂ ସମାପ୍ନୋସି ତତୋସି ସୂର୍ଯ୍ୟ ସର୍ବ. ଅବଶ୍ୟ ଟୁ ୟୁ ଫ୍ରମ୍ ଦି ଫ୍ରଣ୍ଟ, ଆଗରୁ ପ୍ରଣାମ, ପଛରୁ ପ୍ରଣାମ, ଅଲ୍ ସାଇଡ୍ସରୁ ପ୍ରଣାମ. ଓ ଅନବାଉଣ୍ଡେଡ୍ ପାୱାର, ୟୁ ଆର୍ ଦି ମାଷ୍ଟର ଅଫ୍ ଦି ଲିମିଟଲେସ୍ ମାଇଟ୍. ୟୁ ଆର୍ ଅଲ୍ ପରଭେଡିଂ ଆଣ୍ଡ ୟୁ ଆର୍ ଏଭ୍ରିଥିଙ୍ଗ. ଆମେ ବେଳେବେଳେ ଚିନ୍ତା କରନ୍ତୁନି, ଆମର ବେଳେବେଳେ ଘରେ ଡିସ୍କସ୍ ହେଲେ କୁହନ୍ତି, ଆରେ ଶୋଇଲା ବେଳକୁ ପାଦଟା କୁଆଡେ ଦେଇଛ, ଏପଟେ ମୁଣ୍ଡ ପାଖରେ ଭଗବାନ ଥିବେ, ପାଦ ପାଖରେ ବି ତ ଭଗବାନ ଅଛନ୍ତି, ତ କଣ କରିବା? ସେଇଭଳିଆ ଭଗବାନଙ୍କୁ ଚାରି ପାଖରୁ ସେ ପ୍ରଣାମ କରୁଛନ୍ତି, ସାମ୍ନାରୁ, ପଛରୁ, ସାଇଡରୁ, ଅଲ୍ ସାଇଡ୍ସ, ଆଉଟ୍ ଅଫ୍ ଲଭିଂ ଏକ୍ସଟାସି, ମାନେ ବହୁତ କୃତକୃତ୍ୟ ହେଇଯାଉଛନ୍ତି. ସଖେତି ମତ୍ୱ ତାପରେ କହିଛନ୍ତି, ମୁଁ ତ ଆପଣଙ୍କୁ ଯୋଉ ଦେଇ ରୂପ ଦେଖିଲା ପରେ ଜାଣୁଛି, ଅର୍ଜୁନ କହୁଛନ୍ତି ମୁଁ କିଛି ଭୁଲ ଭାଲ ବି ଆଗରୁ କରିଦେଇଛି, କାରଣ ମୁଁ ଆପଣ ସଖା ଭଳିଆ ବିହେଭ କରୁଥିଲି ନା. ସଖେତି ମତ୍ୱ ପ୍ରସଭମ୍ ୟଦୁକ୍ତମ୍, ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନନ୍ତ ମହିମାନମ୍ ତବେଦମ୍ ମୟା ପ୍ରମଦାତ୍ ପ୍ରଣୟେନ ଅବାପି ୟସ୍ ୟଚ୍ଚ ଶସ୍ତ୍ରମ୍ ଅସତ୍କୃତ ଅସି ବିହାର ଅସନ ଭୋଜନେଷୁ ଏକଥ ବାପି ଅଚ୍ୟୁତ ତତ୍ ସମକ୍ଷମ୍ ତତ୍ କ୍ଷମେୟ ତ୍ୱାମ୍ ଅହମ୍ ଅପ୍ରମେୟମ୍. ମୁଁ ଆପଣଙ୍କୁ କେତେବେଳେ କୃଷ୍ଣ, କେତେବେଳେ ଯାଦବ, କେତେବେଳେ ସଖା ଏଇସବୁ ଡାକି ଦେଇଛି. ମୋତେ ଭୁଲ ହେଇଯାଇଛି, ମୁଁ ଜାଣି ଆପଣ ଏଇଭଳିଆ ମହାନ. ତେଣୁ ୟୁ ପ୍ଲିଜ୍ ଫରଗିଭ୍ ମି ହ୍ୱାଟ ଏଭର ଆଇ ମାଇଟ୍ ହାଭ୍ ଡନ୍ ଇନ୍ ମେଡନେସ୍ ଅର୍ ଇନ୍ ଲଭ୍. କେତେବେଳେ ମୁଁ ଭଲ ପାଇବାରେ ବା କେତେ ପାଗଳାମି ଭୁଲ କରିଦେଇପାରେ. ଆଇ ହାଭ୍ ଡିଷ୍ଟର୍ବ୍ଡ ୟୁ ମେନି ଟାଇମ୍ସ. ମୁଁ ଆପଣ ବହୁତ ଅସମ୍ମାନ ବି ବହୁତ କରିଛି. ଜେଷ୍ଟିଂ ଏଜ୍ ୟୁ ରିଲାକ୍ସଡ୍.
lay on the same bed, same bed ରେ ବି ଶୋଇଛନ୍ତି, ସତ ଅସତ ଟୁଗେଦର ବସିଥିଲେ ଖାଇଥିଲେ, ସମଟାଇମ୍ସ ଏକା, ସମଟାଇମ୍ସ ଇନ ଫ୍ରଣ୍ଟ ଅଫ ମେନି ଫ୍ରେଣ୍ଡସ୍, ଆମେ ଦି ଜଣ ମିଶିକି ଏକା କେତେ ବଇଲେ କେତେ ସାଙ୍ଗମାନଙ୍କ ସହିତ। When Philip one, please excuse me for all the offenses। ଆମେ ଯଦି ଅଫେନ୍ସ ହଉଛି ଆମେ ତାଙ୍କ ଏକ୍ସକ୍ୟୁଜ ମାଗିବାକୁ ପଡିବ ଭଗବାନଙ୍କ ପାଖରେ। ପିତା ଆସି ଲୋକସ୍ୟ ଚରାଚରସ୍ୟ ତମସ୍ୟ ପୂଜ୍ୟସ୍ୟ ଗୁରୁ ଗାରିୟାନ ନତମ ଅସ ଅନତମ ସମ ଅସ୍ତି ଅଭ୍ୟାଧିକ କୁତନ୍ୟ ଲୋକତ୍ରୟ ଅପି ଅପ୍ରବୀତ ପ୍ରଭାବ। ୟୁ ଆର୍ ଫାଦର ଅଫ ଦିସ୍ କମ୍ପ୍ଲିଟ, ମାନେ ଯାହା ଯୋଉ କ୍ରିଏସନ ଆପଣ ହିଁ ବାପା, ଆପଣ ଚର ଅଚର, ଆପଣ ହଉଛନ୍ତି ପୂଜାର ଯେତେ ପୂଜାର ଚିଫ ହଉଛନ୍ତି, ପୂଜା କରିବା ଭିତରେ ଅଗ୍ରଗଣ୍ୟ ଆପଣ, ସୁପ୍ରିମ ସ୍ପିରିଚୁଆଲ ମାଷ୍ଟର ଆପଣ ସବୁ। ନୋ ୱାନ୍ ଇଜ ଆପଣ ସହିତ କେହି ସମାନ ନୁହେଁ ବା କେବେ ବି ହେଇପାରିବନି। ହଁ, ଏବଂ ହାଉ ଦେନ୍ କୁଡ୍ ଦେୟାର ବି ଏନିୱାନ୍ ଗ୍ରେଟର ଦେନ୍ ୟୁ, ଆଉ ଉପରକୁ କିଏ ଆସିପାରିବ କେବେ, ସମାନ ତ ହେଇପାରିବେନି ଆଉ। ଆପଣଙ୍କ ପାୱାର କି ଅନଇମେଜରେବଲ। ତସ୍ମାତ୍ ପ୍ରଣମ୍ୟମ୍ ପ୍ରଣିଧାୟ କାୟମ୍ ପ୍ରସାଦये ତ୍ୱମ୍ ଅହମ୍ ଈଶମଦ୍ୟୁଦ୍ୟମ୍ ପିତେବ ପୁତ୍ରସ୍ୟ ସଖେବ ସଖ୍ୟୁ ପ୍ରିୟୟ ପ୍ରିୟାରସି ଦେବ ଷଢୁମ୍। ୟୁ ଆର୍ ଦି ସୁପ୍ରିମ ଲର୍ଡ ଟୁ ବି worshiped by every living entity। ସବୁ ପ୍ରାଣୀ ଆପଣଙ୍କୁ ପୂଜା କରିବା କଥା। ଯାହା ସାହି ଫଲ୍ ଡାଉନ୍ ଟୁ ଅଫର ୟୁ ମାଇ ରେସ୍ପେକ୍ଟ ଅବେସନ୍, ମୁଁ ଆପଣଙ୍କ ଉପରେ ପ୍ରଣାମ କରୁଛି। ପୁଣି ୟୋର ମର୍ସି, ଆପଣଙ୍କ କୃପାରୁ ଆପଣଙ୍କ କୃପା ମାଗୁଛି, ଇଚ୍ଛା କରୁଛି ଏଜ ଏ ଫାଦର ଟଲେଟ। ତେଣୁ ମୋର ଯାହା ଭୁଲ ହେଲା, ଏଥର ଗଲତି ହେଇଯାଇଛି, ଆପଣ କ୍ଷମା କରିବେ। ଯଦି ବାପା ତା ପୁଅ ପିଲାର ଭୁଲଟାକୁ ଜାଣିଛି, ବେଳେବେଳେ ତା ପିଲା ବାପାକୁ ମାନିବନି ଇମ୍ପୋର୍ଟାନ୍ସ, ତଥାପି ତା ବାପା ତାକୁ କ୍ଷମା କରିଦଉଛି ନା ନାଇଁ, କରୁଛି। ଏ ଫ୍ରେଣ୍ଡ ଗୋଟେ ସାଙ୍ଗ ଆଉ ଗୋଟେ ସାଙ୍ଗର କେୟାରଲେସ୍ ଭାବରେ ବି କଥା ହଉଛି, ତାକୁ ବି ସେ ମାଫ କରୁଛି। ହଜବେଣ୍ଡ ତାର ୱାଇଫ ର ଫ୍ୟାମିଲିଟି ହେଇଯାଉଛି, ତାକୁ ବି ସେ ମାଫ କରୁଛି। ପ୍ଲିଜ ଟଲେଟ୍ ଦି ରଙ୍ଗସ୍ ଆଇ ମାଇଟ୍ ହାଭ୍ ଡନ୍। ମୁଁ ଏଇଭଳିଆ ବହୁତ କିଛି କରିଛି, ତ ମତେ କୃପା କରି ତାକୁ କ୍ଷମା କର। ଅଦୃଷ୍ଟ ପୂର୍ବଂ ହୃଷିତ ଅସ୍ମି ଦୃଷ୍ଟ୍ୟା ଭୂୟେନ ଚ ପ୍ରବର୍ତ୍ତିତଂ ମନ ମେ ତଦେବ ମେ ଦର୍ଶୟ ଦେବ ରୂପଂ ପ୍ରସିଦା ଦେବେଶ ଜଗନ୍ନିବାସ। After seeing this universal form which I have never seen before, ଏଭଳିଆ ଆଗରୁ କେବେ ଦେଖିନି, I am glad and ବହୁତ ବହୁତ ଖୁସି ହେଇଯାଇଛି, but at the same time ମୋ ମାଇଣ୍ଡ ଡିଷ୍ଟର୍ବ ହେଇଯାଉଛି ଡରରେ। Therefore, please bestow your grace upon me and reveal again your form as the personality of Godhead। ପୁଣି ସେଇ ଅରିଜିନାଲ ଫର୍ମକୁ ପଳେଇ ଆସନ୍ତୁ, ଆଉ ହେଇପାରିବନି। କ୍ରୀଟିନାମ ଗଦିନାମ ଚକ୍ର ହସ୍ତଂ ଇଚ୍ଛାମି ତ୍ୱଂ ଦ୍ରଷ୍ଟୁମ୍ ଅହଂ ତଥୈବ ତେନୈବ ରୂପେଣ ଚତୁର୍ଭୁଜେନ ସହସ୍ର ବାହୋ ଭବ ବିଶ୍ୱମୂର୍ତ୍ତେ। ବର୍ତ୍ତମାନ ଆପଣ ସେ ଚତୁର୍ଭୁଜ ଫର୍ମକୁ ଆସନ୍ତୁ, ମୁଁ ଆଉ ଥରେ ଦେଖିବାକୁ ଚାହୁଁଛି ସେ ଚତୁର୍ଭୁଜ ଫର୍ମକୁ। ୟୁନିଭର୍ସାଲ ଫର୍ମରୁ ଆପଣ ଥାଉଜେଣ୍ଡ ହେଡେଡ ଫର୍ମ ଆସନ୍ତୁ, ଥାଉଜେଣ୍ଡ ଆର୍ମ ଫର୍ମ। ଆଇ ୱିଶ ଟୁ ସି, ମାନେ ୟୁନିଭର୍ସାଲ ଫର୍ମ ଯୋଉଟା କି ବହୁତ ହାତ ଅଛି, ହଜାର ହଜାର, ବର୍ତ୍ତମାନ 4ଟା ହାତ ବାଲା ଆସନ୍ତୁ, ୱିଥ ହେଲମେଟେଡ ହେଡ୍ ଏବଂ ଶଙ୍କର ଚକ୍ର ଗଦା ପଦ୍ମ ପିନ୍ଧିଥିବା ରୂପକୁ ଆସନ୍ତୁ। ତାପରେ ଭଗବାନ କହୁଛନ୍ତି, ଶ୍ରୀ ଭଗବାନ ବାଚ ମୟା ପ୍ରସନ୍ନେନ ତବାର୍ଜୁନେଦମ୍ ରୂପମ୍ ପରମ ଦର୍ଶିତମ୍ ଇଦମ୍ ଇଦମ୍ ଆତ୍ମଜଗାତ୍ ତେଜମତ୍ୟମ୍ ତଜମୟମ୍ ବିଶ୍ୱମ୍ ଅନନ୍ତମ୍ ଆଦ୍ୟମ୍ ଜନ୍ମେ ତ୍ୱାଦ୍ ଅନ୍ୟେନ ନ ଦୃଷ୍ଟ ପୂର୍ବମ୍। ଏଭଳିଆ ଜିନିଷ ସୁପ୍ରିମ ଘଟେ କହିଲେ ଭଗବାନ କହୁଛନ୍ତି, ଅର୍ଜୁନ ହ୍ୟାପିଲି ମୁଁ ବର୍ତ୍ତମାନ ମୁଁ ଯାହା ଦେଖେଇଲି ମୋର ଯୋଗମାୟା ଦ୍ୱାରା, ଦି ସୁପ୍ରିମ ୟୁନିଭର୍ସାଲ ଫର୍ମ ୱିଦିନ୍ ଦି ମେଟେରିଆଲ ୱାର୍ଲଡ, ये କେବଳ ଏଇଟା ପସିବଲ ହେଲା ଯୋଗମାୟା ଦ୍ୱାରା ହିଁ ଦେଖା ହେଇଛି। नो वन बिफोर कैन हैव एवर सीन दिस। এইভଳିଆ ରୂପ ଆଗରୁ କେହି ଦେଖିନାହାନ୍ତି, ଏଭଳି ଅନଲିମିଟେଡ ଆଣ୍ଡ ଫୁଲ ଅଫ ଗ୍ଲେରିଂ ଏଫର୍ନେସ୍, କେହି ଦେଖିନାହାନ୍ତି ଏଭଳିଆ। ନ ବେଦ ଯଜ୍ଞ ଅଧ୍ୟୟଜ୍ଞ ନ ଦାନୈରି ନ ଚ କ୍ରିୟାଭିର୍ ନ ତପଭିର୍ ଉଗ୍ରୈ ଏବଂ ରୂପ ସତ୍ୟ ଅହଂ ଲୋକେ ଦ୍ରଷ୍ଟୁମ୍ ତ୍ୱମ୍ ତଦ୍ ଅନ୍ୟେନ କୁରୁ ପ୍ରବୀର। O best of Kuru warriors, no one before you have ever seen this ministry form of mind, for neither by studying Veda nor by performing sacrifices nor by charity nor by pious activity। କୋଉ ଦାନ ଯଜ୍ଞ ଯାହା କଲେ ବି ଏଇଭଳିଆ ରୂପ ମୋର କେହି ଦେଖିପାରିବେନି, ମତେ ଜାଣିପାରିବେନି କେହି। ମା ତେ ବ୍ୟାଖ୍ୟା ଜ୍ଞାଚ ବିମୂଢ ଭାବ ଦୁଷ୍ଟ ରୂପମ୍ ଘୋରମ୍ ଇଦମ୍ ମାମେଦମ୍ ବ୍ୟାପ୍ତେ ଭୀତ ବିପରୀତ ମାମ୍ ପୁନଃ ତଦେବ ମେ ରୂପମ୍ ଇଦମ୍ ପ୍ରପଶ୍ୟା। You have been perturbed and bewildered by seeing this, or destroyed ହେଇଯାଇଛ ତୁମେ, seeing this horrible future of mine। Now let me finish, let it be finished। ବର୍ତ୍ତମାନ ଏଟା finish ହେଇଯିବ। By my devotee be free again from all disturbances। You with a peaceful mind you can now see the form of you desire। ବର୍ତ୍ତମାନ ମୁଁ ପୁଣି ସେ ରୂପକୁ ପଳେଇ ଆସିବ, ଅର୍ଜୁନ ଫର୍ମକୁ ତୁମେ ବର୍ତ୍ତମାନ ଦେଖ। ତାପରେ ସଞ୍ଜୟ କହୁଛନ୍ତି, ଇତି ଅର୍ଜୁନମ୍ ବାସୁଦେବସ୍ୟ ତଥୋକ୍ତତା ସ୍ୱକଂ ରୂପମ୍ ଦର୍ଶୟାମ୍ ଆସଭୂୟ ଆସସ୍ୟମ୍ ଈଶ च भीतम् एनम्
भूत्वा पुनः सौम्य सौम्य बपुर महात्मा सौम्य बपु ଆପଣଙ୍କର ବପୁ ଶରୀରଟା ପୁଣି ସେଇ ସୌମ୍ୟ ମାନେ ବ୍ୟୁଟିଫୁଲ ସୌମ୍ୟ ରୂପ ସୌମ୍ୟ ବପୁକୁ ଆସି ଯାଆନ୍ତୁ ବ୍ୟୁଟିଫୁଲ ଫର୍ମକୁ ଆସିଯାଅ ମହାତ୍ମା ଦି ଗ୍ରେଟ୍ ୱାନ୍ ସୌମ୍ୟ ବପୁ ଇଜ ଭେରି ବ୍ୟୁଟିଫୁଲ ଫର୍ମ। ତାପରେ ଅର୍ଜୁନ ବାଚ ଅର୍ଜୁନ କହିଲେ ଦୃଷ୍ଟେଦମ୍ ମାନୁଷମ ରୂପମ୍ ତବ ସୌମ୍ୟମ୍ ଜନାର୍ଦନ ଇଦାनीम अस्मि समृत सोचेत प्रकृता गदा गता ମାନେ ଅର୍ଜୁନ ଦାସ କୃଷ୍ଣ ଅରିଜିନାଲ ଫର୍ମ ସେ କଣ କହୁଛନ୍ତି ଓ ଜନାର୍ଦନ seeing this human like form ଏଭଳିଆ ଫର୍ମ ଦେଖିକି so very beautiful I am now composed in my mind ମୋର ଯୋଉ ମାଇଣ୍ଡ ଡିଷ୍ଟର୍ବ ଥିଲା ବର୍ତ୍ତମାନ ମୁଁ ଶାନ୍ତ ହେଇଯାଇଛି and I am restored to my original nature ବର୍ତ୍ତମାନ ମୁଁ ମୋର ଅରିଜିନାଲ ରୂପକୁ ବା ଅରିଜିନାଲ ନେଚରକୁ ଆସିଯାଇଛି। ତାପରେ ସେ ଭଗବାନ କହୁଛନ୍ତି क्षुद्रदर्शम इदं रूपम दृष्टवान् असि यन्मम देवापि अस्य रूपस्य नित्यं दर्शन कांक्षिनी सुप्रीम भगवान कहते माय डियर अर्जुन दिस फॉर्म ऑफ माइंड यू आर नाउ सीइंग इज वेरी डिफिकल्ट टू बिहोल्ड जो विश्व देख लो ना एटा बहुत डिफिकल्ट देखिया ପାଇଁ इवन द डेमिगॉड्स आर इवन सीकिंग द अपॉर्चुनिटी टू सी दिस फॉर्म व्हिच इज सो डियर नहीं वर्तमान से विश्व पाखु आरंभ कर जो भी रूप वर्तमान से देखुଛନ୍ତି भगवान ता कहउଛନ୍ତି ये जो विश्व रूप पर वर्तमान दुई हाथ फर्म এইটা भी सुदूर एटा समस्त देखा जाए ए देवता माने पूजा करछन्ती मते से रूप देखिया ପାଇଁ से देख पारनांती अर्जुन को मु तुमको कृपा कर देखौछु जन नाहम वेदीर न तपसा न दान न चैज्य शक्य एवं विदु द्रष्टुम दृष्टवान असीमाम यथा तुमे कौन भावुଛ ଯେ ଦାନ ଯଜ୍ଞ ତପ ଦ୍ୱାରା ଏଇ ରୂପ କେ ଦେଖି ପାରିବ नो so the form you are seeing with your transcendental eyes cannot be understood simply by studying Veda by undergoing तपस्या करिकी दान देकी पूजा करिकी नो इट इज नॉट बाय दिस मीन्स दैट वन कैन सी मी ମୁଁ ଯେମିତି ସେମିତି ଜାଣି ଦେଖିବା ପାଇଁ ସେଇ ରୂପ ଏଇ ଦ୍ୱାରା କେହି ଜାଣିପାରିବନି ତେଣୁ କହିଲେ ଭକ୍ତିଆ ତୁ ଅନନ୍ୟ ଶକ୍ୟା ଅହମ ଏବ ବିଦୋ ଅର୍ଜୁନ ଯାହା ତୁମ ଦ୍ରଷ୍ଟୁମ ଚ ତତ୍ୱେନ ପ୍ରବିଷ୍ଟୁମ ଚ ପରନ୍ତପ କେବଳ ଜାଣିପାରିବ ଅର୍ଜୁନ ମତେ କେବଳ ଅନନ୍ୟ ଭକ୍ତି ଦ୍ୱାରା ଅନଡିଭାଇଡେଡ ଡିଭୋସନ ସର୍ଭିସ ଦ୍ୱାରା ମତେ କେହି ଜଣେ ଜାଣିପାରିବ କେମିତି ଯେମିତି ମୁଁ ଏବେ ତୁମ ସାମ୍ନାରେ ଛିଡା ହେଇଛି ଜଣେ ଭକ୍ତି ମାଧ୍ୟମରେ ମତେ ଏମିତି ଜାଣିପାରିବ କ୍ୟାନ୍ ଦାସ ବି ସିନ୍ ଡାଇରେକ୍ଟଲି ଏଇ ଯୋଉ ଶ୍ୟାମ ସୁନ୍ଦର ଫର୍ମ only in this way can you enter into mysteries of my understanding ତେଣୁ ଯାଇକି ତୁମେ ମୋର ଯୋଉ ମିଷ୍ଟ୍ରି ଭିତରେ ମାନେ ମତେ ଆକ୍ଚୁଆଲି ତୁମେ ଜାଣିପାରିବ ଏଇ ଯୋଉ ମିଷ୍ଟ୍ରି ଯୋଉ ଅଛି ସେଟାକୁ ତୁମେ ଜାଣିପାରିବନି ତାକୁ ଲାଷ୍ଟକୁ ଭଗବାନ କହୁଛନ୍ତି ମତ କର୍ମ ତାହେଲେ କଣ କଲେ ତୁମେ ମୋ ପାଖକୁ ଆସିପାରିବ ମୋ ଜାଣିପାରିବ ମତ କର୍ମ କ୍ରିୟ ମତ ପରମ ମତ ଭକ୍ତ ସଙ୍ଗ ବର୍ଜିତ ନିର୍ଭୟ ସର୍ବଭୂତେଷୁ ୟେଷ ମାମତି ପାଣ୍ଡବ ପାଣ୍ଡବ ତୁମେ କଣ କରିବ ଏଇଭଳିଆ କର କଣ କରିବ ମତ କର୍ମ କ୍ରିୟ ମୋ କାମ କର ମତ ପରମ ମତେ ଶ୍ରେଷ୍ଠ ମାନ ମତ ଭକ୍ତ ମୋର ଭକ୍ତ ହୁଅ ସଙ୍ଗ ବର୍ଜିତ ସଙ୍ଗକୁ ତ୍ୟାଗ କର କଣ ମେଟେରିଆଲ ଆଟାଚମେଣ୍ଟ ନିର୍ଭୟ ସର୍ବଭୂତେଷୁ ସବୁ ପ୍ରାଣୀଙ୍କର ତୁମେ ବନ୍ଧୁ ହୁଅ ତାହେଲେ ଯାଇକି ତୁମେ ମୋ ପାଖକୁ ଆସିପାରିବ ନହେଲେ ଏଇ ରୂପ ଜାଣିପାରିବ ନାହିଁ। ତାପରେ ଦ୍ୱାଦଶ ଅଧ୍ୟାୟରେ କଣ କହିଲେ ଦ୍ୱାଦଶ ଅଧ୍ୟାୟରେ ଆମର ଦେଖିବା ଅଳ୍ପ ଟିକେ ଡିସ୍କସ କରିବା ଦ୍ୱାଦଶ ଅଧ୍ୟାୟ ହେଉଛନ୍ତି ଅଲରେଡି ଆମେ ରିସେଣ୍ଟଲି ପଢିଛନ୍ତି ତେଣୁ ଅସୁବିଧା ନାହିଁ ଲାଷ୍ଟ ଗୋଟେ ଦିନ ଆଗରୁ ଆମେ ପଢିଥିଲେ ଦ୍ୱାଦଶ ଅଧ୍ୟାୟ ଅଲରେଡି ଡିସ୍କସ କରାଯାଇଛି ଡିଭୋସନାଲ ସର୍ଭିସ ଏଥିରେ ମାତ୍ର 20ଟା ଶ୍ଲୋକ ତାକୁ ଚାରି ଭାଗ କରାହେଇଛି ପ୍ରଥମ ହଉଛି ଅର୍ଜୁନ ଇନକ୍ୱାରି କରୁଛନ୍ତି who is the better personalist କିଏ ବେଟର ଯେ ସାକାରବାଦୀ ନା ନିରାକାରବାଦୀ ଭଗବାନ କହୁଛନ୍ତି ତାପରେ ସାକାରବାଦୀ ଆଉ ନିରାକାରବାଦୀର ଭିତରେ ଡିଫରେନ୍ସ ଭିତରୁ କିଏ ସୁପ୍ରିମେସି ଅଫ କୃଷ୍ଣ ଭକ୍ତି କାହା ପାଖରେ ଥାଏ ତାପରେ 8 ରୁ 12 କହିଲେ ଯେ କେମିତି ପ୍ରୋଗ୍ରେସିଭ ଷ୍ଟେଜେସ ଅଫ ଭକ୍ତି କେମିତି ବଢି ବଢି ଯାଏ ସେଟା କହିବେ ତାପରେ କ୍ୱାଲିଟି ଦ୍ୟାଟ ଏଣ୍ଡିଓର ୱାନ୍ ଲର୍ଡ କୃଷ୍ଣଙ୍କୁ କିଟା ଭଲ କ୍ୱାଲିଟି ଲାଗେ ସେ ବିଷୟରେ ସେ କହିବେ ତେଣୁ ଏଠି ଆମେ ଦେଖିବା ଅର୍ଜୁନ କଣ ଇନକ୍ୱାରି କଲେ ହୁ ଇଜ ପରଫେକ୍ଟ କିଏ ହଉଛି ପରଫେକ୍ଟ ବୋଲି ଭଗବାନ କହୁଛନ୍ତି अर्जुन वाच एवं सतत युक्त ये भक्तस्त्वं परिपासते ये च अपि अक्षरम अव्यक्तम येषां के जोगवित्तम अर्जुन कहते मोर परफेक्ट किए जी आपण को भक्ति मार्ग जोड़ी रही ना जी आप ब्रह्मण भाव पूजा करुच्ची भगवान तार आंसर सेकंड श्लोक कहते मुई ये बस मना श्री भगवान वाच मुई ये बस मनामय माम नित्ययुक्त उपासते श्रद्धया कुरुपतस्ते मैं युक्ततम मत ये युक्ततम भक्त युक्ततम जी मते मो स्वरूप आकार पूजा करुच्ची मन को फिक्स कर पर्सनल फॉर्म रे मते से सब सेवा करुच्ची से माने मोर से परफेक्ट से वाला ही बेटर बोली भगवान कहले
ये तु अक्षरम अनिर्देश्यम अव्यक्तम परिभाषते सर्वत्र गम अचिंत्यम च कूटस्थ अचलम ध्रुवम संनियम्यम इंद्रियम ग्रामम सर्वत्र समबुद्धय ते प्राप्नुवन्ति माम एव सर्वभूत हिते रता। बट दोज हु फुली वर्शिप द अनमैनिफेस्टेड, किंतु ये इम्पर्सनल फॉर्म को जो पूजा करे लाइज बियॉन्ड द पर्सन, जो इंद्रियर बाहर से मु द ऑल परवेडिंग इनकंसीएबल अनचेंजिंग फिक्स्ड एंड इमूवेबल इम्पर्सनल फॉर्म ऑफ ट्रूथ, ये बाय कंट्रोलिंग वेरियस सेंसेस बहुत इंद्रिय कंट्रोल कर ये सब पूजा करने चेष्टा करे, मते तपस्या करे, बीइंग इक्वली डिस्पोज्ड टू एवरीवन सच पर्सन एंगेज इन वेरियस एट लास्ट से लेट लास्ट रे मो पाको आसे, किंतु लास्ट रे आसे सेटा कहउछंदी। तेणु क्लेश अधिक तिरस्तम तेषाम अव्यक्त आसक्त चेतसाम अव्यक्त ही गतिर दुखम देहवद्भिर अवाप्यते, किंतु एटा बहुत डिफिकल्ट। क्लेश अधिक तिरस्त एटा बहुत डिफिकल्ट कहना जे तो जन को रूप अच्छे जन रूप ना भगवान को रूप ना धरले से कौन चिंतन कर मन पकड़ चिंता सेवा कर बहुत डिफिकल्ट। तेणु 6-700 कहले किंतु ये तो सर्वाणी कर्माणी, किंतु भक्त कौन करे सी ये तो सर्वाणी कर्माणि मयि सन्न्यास मत्पर अनन्यैव योगेन माम ध्यायन्तु उपासते तेषामहं समुद्धाता मृत्यु संसार सागरात् भवामि न चिरात् पार्थ मयि आवश्यक चेतसा। किंतु जे सब कर्म को मो पाई करे किंतु मत कर्म कि सेमिति मयि सन्यास मत्परा सब जिस को छाड़ी के मो पाखे जोड़ी रुहे अनन्य भाव जोगे रुहे माम ध्यान तो उपासते मो पर ध्यान करे पूजा करे सी किंतु ताकू मु बहुत बहुत जल्दी ये मृत्यु संसार आसिकी उद्धार करके आसी नहीं पलैबी। एटा मो डिटेल डिस्कस होता केमती सी नहीं आसवे गरुड़ स्कंध मारप्य आसिक नहीं जीवे। तेणु मुई ये आठ कले मुई ये मन आदस्त तेणु तुम कौन कर तो मो पाखे मनटा लगा मई ये मन आदस्त मई बुद्धि निवसे बुद्धि भी मो पा लगा निवसे सी मई एव ये तो ऊर्धम न संशय ताहले मन बुद्धि मो पा लगेले तुमे मोरी पाखरे मोरी साथी केवल रही पार मो सहित बास कर पार मोरी मत छाड़ी रही तुम कंटिन्यू जोड़ी रही या ठारू आउ किछि नो ऊर्धम ये तो संशय या किछि डाउट नहीं अथ चित्तम समाधुतम समाधातुम न शक्नोषि मयि स्थिरम अभ्यास जोगेन तोत माम इच्छप्तुम धनंजय। ए अर्जुन देखो हाँ इफ यू कैनॉट फिक्स जदि तुम माइंड टा मो पर फिक्स कर पारन ताहले कौन करिवो ये चारटे जिनिस कहितला आगुरु जे कौन कौन प्रोसेस प्रथम मन को ध्यान कर चिंतन कर मो विषय सब सततम स्मर्त विष्णु न पारे कौन करिवो ताहले तांकर नवांग भक्ति कर श्रवण कीर्तन माध्यम न कर पारे सब कर्म भगवान पर कर न कर पारे कर्म फल को भगवान को अर्पण कर न कर पारे ध्यान जोग ध्यान कर भगवान को चिंतन कर विभिन्न रूप भगवान का रूप को आओ ज्ञान तापर ज्ञान रूप ज्ञान जोग कर आदि न कर मेट्रिक हेल्प कर जहाँ फल तुम हार्ट सफ्ट रही सी तुम कर यहाँ गला ये डिस्कस जस्ट करते ये सब जिन वन बाय वन कही गिविंग अप द रिजल्ट्स ऑफ वर्क। तेणु ये सब डिस्कस होता से कहले कौ कौ रूप में बर्तमान क्वालिटीज रे 13 ରୁ 20 कहले कौ कौ क्वालिटी मत एंडिया माने मत बहुत भल लगे भक्त तेणु से कथा अदृष्ट सर्वभूता मैत्र करुणा एवच निर्मम निरंकार सम दुख सुख क्षमी संतुष्ट सत्तम योगी जतात्मा दृढ़ निश्चय मयर्पित मन बुद्धि यो मद भक्त सौम्य प्रिय यस्मान्नोदिच्यते लोका लोका नोदिच्यते चय विषमर्ष भयोद्वेग मुक्त यश च मे प्रिय अनपेक्ष शुचिर्दक्ष उदासीन गत व्यथा सर्वारंभा प्रियता परित्यागी यह मद्भक्त समय प्रिय न हर्षति यो न हर्षति न द्वेष्टि न शुष्यति न कांक्षति शुभा शुभा परित्यागी भक्तिमान यह समय प्रिय सम शत्रु च मित्रो च मित्रे च तथा मानपमान यो शीतोष्ण सुख दुखेषु समसंग विवर्जिति विवर्जितः तुल्य निंदा स्तुति मौनी संतुष्ट जनक नचित अनिकेत स्थिरमति भक्तिमान यमे प्रिय ये तो धर्मामृतम ईदम जतम परिपासते श्रद्धा श्रद्धान मत्परमा भक्तस्ते अतीव में प्रिय। कहले अद्वैष्ट सर्वभूता नॉन एनवियस टुवर्ड्स एनीबॉडी इंक्लूडिंग एनवियस जे भी ईर्षा करतो तापर भी ईर्षा करनथुव समस्त प्रति मित्रता करथुव समस्त दयालु होइथुव इंद्रिय सेंस माने निर्मम कोटा मोर बोली किछि नाही फ्री फ्रॉम फॉल्स इगो तार अहंकार भाव नथिव बा बॉडी डेजिनेशन नथिव सुख और दुख रे समान भाव थिव
क्षमा करुथुव, फॉरगिविंग एंड टॉलरेट करुथुव, कोऑपरेट एंड टॉलरेट, सैटिस्फाइड ऑलवेज इन डिवोशन सर्विस रहिथुव, माने भक्ति कले सैटिस्फाई होछि, सेल्फ कंट्रोल हितवा दरकार, डिटरमिनेट थिवा दरकार, मन बुद्धि मो पाखरे भगवान पाखरे फिक्स होतवा दरकार, केही तांको भी एजुकेट कर परिबनी बा सी कादो एजुकेट होंदिनी, जे सब माने हर्ष दुख सुख भितरे, भय एंजाइटी भितरे से सबले अनडिस्टर्ब हुए, ये न्यूट्रल रुहे, अनपेक्ष रुहे, ये क्लीन बा प्योर थाए, एक्सपर्ट थाए, दक्ष थाए, विदाउट केयर और अनअटैच्ड टू मेटेरियल पर्सन थाए, फ्री फ्रॉम ऑल पेन्स थाए, फ्री फ्रॉम ऑल मेटेरियल एंडेवर्स थाए, नाइदर रिजेक्ट्स नॉर गिव्स, माने ता द्वारा खुशी होनी कि दुख प्रकाश प्रकाश करेनी, केबे चिंता करे दुख बा विलाप करेनी, बा किछि किछि हजि गले किछि न पाइले दुख करेनी, बा किछि पाए पे आशा न थाए, तापरे सब शुभ अशुभ को किछि ता समान सब जिंस भगवान पास जे अच्छे शुभ शुभ कौन, इक्वल टू फ्रेंड्स एंड फ्रेंड्स एनिमीज, शत्रु मित्र समान, इक्विपाइज इन ऑल वाइज, द्वंद्व मोह, ऑनर डिजनर, हिट एंड कोल्ड, हैप्पीनेस डिस्ट्रेस सब समान, माने बेसिकली कह सब किसी से डिस्टर्ब हबनी, इक्वल इन क्रिटिसिज्म एंड प्रेज, साइलेंट, जति दरकार सेति कथा हबो, मो नै आ खाली माने जदी कथा हबो भगवान विषय कथा हबो, किछ हबो, सैटिस्फाइड विथ व्हाटएवर कम्स इन, जदी इच्छा भगवान की इच्छा जहाँ से सैटिस्फाइड रहबो, डज नॉट केयर फॉर एनी रेसिडेंस, अनिकेत माने कोठी मते घर दरकार द्वार दरकार ये सब इंटरेस्ट नाही, स्टडी इन माइंड एंड फिक्स्ड इन नॉलेज, सो सेही भले भक्त मोर बहुत डियर, those who follow this imperishable path of devotion service and completely engage with faith, सेही भले भाबरे मोर भक्ति करी फेथ सहित जोड़ी के रुहे, मेकिंग मते सुप्रीम गोल बोली माने करी रखे, सेही भले डियोटी डिवोटी मोर वेरी वेरी डियर। तेणु एठी एई भले श्लोक द्वारा 13 ରୁ 20 रे भगवान को भले भक्त मोर प्रिय तार क्वालिटी विषय डिस्क्राइब कले। तो जदि आर किसी कार किसी कहबार थाए डाउट अछि तो डिस्कस करा जाय परिबो। हरे कृष्ण। another 5 minutes is there. ଆସନ୍ତା କାଲି କୃଷ୍ଣ ୱିଲିଂ another କ୍ଲାସ ଗୋଟେ କରିଯିବା, ତାପରେ ରାଧାଷ୍ଟମୀ, ତେଣୁ ମାତାଜୀ କହିଛନ୍ତି ରାଧାଷ୍ଟମୀ ଆଗରୁ ଆମେ କରିବାକୁ ପଡିବ, କାଲି ଆଉ ଗୋଟେ କ୍ଲାସ ରେ ଯଦି କିଛି ଡାଉଟ ଥାଏ ବା କିଛି କ୍ୱେଶ୍ଚନ ଆନ୍ସର ଆମେ ଦେଖିବା କଣ ହେଇପାରିବ ସେଟା ଆମେ ଡିସ୍କସ କରିବା। ହରେ କୃଷ୍ଣ। हरे कृष्णा। एनीबॉडी? ओके। तो प्रेम अवतार प्रभु आपण किछि कहबे? कृष्ण दंड प्रभु हरे प्रभु ए अपन मु खाली लास्ट गोटे शॉर्ट रे खाली कहंतु भगवान जो आमे जो ए जो बा 10 मध्य विभूति जोगर भगवान कहले जे मु होची ए भितरे वृक्ष भितरे अस्वस्थ वृक्ष बा हस्ती भितरे ऐरावत बा घोड़ा भितरे अश्व भितरे उच्चस्थ रहबा ए सब कहले माने ए सब मु माने कोन भगवान करे माने प्रतिनिधित्व करूछंती कि प्रतिनिधित्व करछंती माने सेंस दैट एसेंस ऑफ एवरीथिंग जोटा बेस्ट जिंस से भगवान कर हम जानि से बेस्ट एसेंस जोटा सब बेस्ट से भगवान बा से ही भगवान को रिप्रेजेंट करि परछंती बा सेही जिंसटा सब भितर भगवान को जण जानि परियो, सब जिंस रे बेस्ट हो भगवान। अच्छा 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 घोड़ा भितर माने उच्च सेवा कहला माने कोन भगवान कोन घोड़ा ही जे नहीं नहीं माने सेही उच्च सेवा घोड़ा ही बेस्ट घोड़ा जोटा कि भगवान को माने आमे जानिबा रिप्रेजेंट करि परियो, माने से भगवान कर सब बेस्ट जिंस होची भगवान, सब एसेंस होची भगवान, तार तो सेही भगवान हे गेले। सिम देखले भगवान तो समस्त भितर अछंती, का भितर नांती, से उच्च सेवा घोड़ा भितर अछंती, अन्य घोड़ा भितर भी अछंती, नहीं भगवान तो सब भितर अछि, किंतु माने कह जाउची एसेंस गोटे जिंस बेस्ट माने कृष्ण, जे कोन जिंस बेस्ट होची कृष्ण, बेस्ट ऑफ एवरीथिंग इज कृष्ण, एसेंस ऑफ एवरीथिंग इज कृष्ण। ता कहया मतलब एसेंस बा बेस्ट सारांश, सब जिंस सारांश भगवान, सूत्र मणि गणाइब सब जिंस को भगवान परफेक्ट करे, सब जिंस भितर ही भगवान को जानि परियो, भगवान समस्त ऊपर समस्त को भगवान जोड़ी सब भितर भगवान अच्छा,
जहाँ देखुଛନ୍ତି ସବୁ ଭଗବାନଙ୍କର ବା ସବୁ ହଉଛନ୍ତି ଭଗବାନ। ଇଏ ଯୋଉ ସେନ୍ସ ଉତ୍ତମ ଭକ୍ତର ସେଇଟା ଆସେ। ଉତ୍ତମ ଭକ୍ତ ସମସ୍ତଙ୍କୁ ଭଗବାନଙ୍କର ସ୍ୱରୂପରେ ଜାଣିପାରେ। ଭଗବାନଙ୍କ ସ୍ୱରୂପକୁ ଭଗବାନ ସବୁ ଜାଗା ଭିତରେ ସେ ଦେଖିପାରିବ। ତେଣୁ ସେ କଣ କରେ, ଯେ ସ୍ଥାବର ଜଙ୍ଗମ ଦେଖେ ନ ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୁଏ ତାର ଇଷ୍ଟଦେବ ସ୍ଫୂର୍ତ୍ତି। ଯେତେବେଳେ ଆମେ ଘୋଡା ଦେଖିବା ସଙ୍ଗେ ସଙ୍ଗେ ମନେ ପକାଏ ଯେ ଘୋଡା ଭିତରେ ଶ୍ରେଷ୍ଠ ହଉଛି ଉଚ୍ଚଶ୍ରେୟ ଘୋଡା, ଆଉ ଭଗବାନ କହୁଛନ୍ତି ସେ ମୁଁ ହଉଛି ଉଚ୍ଚଶ୍ରେୟ ଘୋଡାର, ମାନେ ମୁଁ ତାର, ସିଏ ମତେ ରିପ୍ରେଜେଣ୍ଟ କରୁଛି ଘୋଡା ଭିତରେ। ସେମିତି ପାଣି ହଉଛି ଟେଷ୍ଟ ଅଫ ୱାଟର ଇ କୃଷ୍ଣ ବୋଲି କୁହାଗଲା, ରସମ୍ ଅପ୍ସୁ କୌନ୍ତେୟ। ତେଣୁ ଯେତେବେଳେ ପାଣି ପିଇବ ତ କୃଷ୍ଣ ମନେ ପକେଇ ପାରିବ କେମିତି ଜଣେ, ଯେ ଏଇ ଯୋଉ ଟେଷ୍ଟଟା ଏଇଭଳିଆ ଟେଷ୍ଟ ତ କୃଷ୍ଣ ଇଏ କହୁଛି ମୁଁ ହଉଛି ଏସେନ୍ସ। ଏଇ ପାଣିର ଯୋଉ ଅରିଜିନାଲ ଟେଷ୍ଟ ଆଉ କୋଉଥିରେ ନାହିଁ। ଆପଣ ପାଣିରେ ଯଦି ଅନ୍ୟ କିଛି ବି ଜିନିଷ ମିଶେଇକି ଯଦି ପିଅନ୍ତୁ, କିନ୍ତୁ ତା ଅରିଜିନାଲ ଟେଷ୍ଟ କେବେ ଯେତେବେଳେ ଶୋଷ ଲାଗିଥିବ, ଆପଣ ଅନ୍ୟ କୋଉ ଜିନିଷ ଆପଣଙ୍କୁ ସେତିକି କୋଲ୍ଡ ଡ୍ରିଙ୍କସ ପିଇକି ଆପଣ ସେକୁ ସାଟିସ୍ଫାଏ କରିପାରିବେନି। ତେଣୁ ଅରିଜିନାଲ ଟେଷ୍ଟ ହଉଛି କୃଷ୍ଣ ୱାଟର ବୋଲି କୁହାଗଲା। ତେଣୁ ସବୁ ଜିନିଷ ସାରାଂଶ କବି ନା ବେଷ୍ଟ। ମୂଷଣା କବି, ଯୋଉ କବି ନା ମୂଷଣା କବି, ଯୋଉଟା କି ଆମର ହଁ ଶୁକ୍ରାଚାର୍ଯ୍ୟ, ତାଙ୍କ ଶୁକ୍ରାଚାର୍ଯ୍ୟ। କଥା ସେ ମାନେ ହଁ କଣ? ଶୁକ୍ରାଚାର୍ଯ୍ୟ ଆକ୍ଚୁଆଲି ଶୁକ୍ରାଚାର୍ଯ୍ୟ କଣ ମାନେ ସେ ବି ତ ଇଏ ଘର ଜନ୍ମ ନା ବ୍ରାହ୍ମଣ ଘରେ। ସେ ଜଣେ ଆଜ୍ଞା ଆଜ୍ଞା ବ୍ରାହ୍ମଣ, ସିଏ ହଉଛନ୍ତି ଦେବତା ମାନଙ୍କର ଏଇ ଯୋଉ ଅସୁର ମାନଙ୍କର ଗୁରୁ ଥିଲେ। ତାଙ୍କୁ ବି ଟିଚିଂ ଦଉଥିଲେ। ତେଣୁ କିନ୍ତୁ ସିଏ ଲାଷ୍ଟ ମାନେ ଗୋଟେ ଜିନିଷ ଲୋଭ ପାଇଁ ଭୁଲ କରିଦେଇଥିଲେ। କିନ୍ତୁ ଅଦରୱାଇଜ କିନ୍ତୁ ମୁନି ଆଉ ଋଷି ଭିତରେ ଡିଫରେନ୍ସ ଅଛି, ବା ସେଜେସ୍ ଭିତରେ ଅଲଗା କଲ ନାରଦ ଋଷି ମୁନି ଭିତରେ କୁହାଗଲା। ତ ଇଏ ଅଲଗା, ମୁନି ମାନେ ଟିକେ ଭକ୍ତ ବୋଲି କହିହବନି ସବୁ ପୁରା ଶୁଦ୍ଧ ଭକ୍ତ ଥୋଡି। ମୁନି ମାନେ କଣ ସବୁ ଶୁଦ୍ଧ ଭକ୍ତ? ମୁନି ମାନେ ମନନଶୀଳ, ଯିଏ ମାନେ ଡିଫରେଣ୍ଟ ଆଇଡିଆ ବାହାର କରିବେ। ତେଣୁ ଆଜ୍ଞା। ନାନା ମୁନି ନାନା ମତ, ତେଣୁ ତା ଅର୍ଥ ନୁହେଁ ଯେ ମୁନି ମାନେ ଶୁଦ୍ଧ ଭକ୍ତ, ଏମିତି ନା। ତେଣୁ ପ୍ରଭୁ ବଟ୍ ଆଉ ଜଣେ ମୁନି ମତେ ଭିତରେ ପୁଣି ଶ୍ରେଷ୍ଠ। ପଚାରୁଥିଲେ, ପ୍ରଭୁ ହରେ କୃଷ୍ଣ, ମତେ ଆଉ ଜଣେ ପଚାରୁଥିଲେ, ମୁଁ ଯେ ଟିକେ ଖାଲି କୁହନ୍ତୁ, ସେ କହିଲେ ଆପଣ ଯୋଉ କହୁଛନ୍ତି ସାଧୁ ଗୁରୁ ଶାସ୍ତ୍ର ବାକ୍ୟ, ସାଧୁ କଣ ଗୁରୁ କଣ? ଶାସ୍ତ୍ର ଆମେ ତ କଣ ଶାସ୍ତ୍ର କହିଲେ ଆମେ ତ କେମିତି ବୁଝିପାରିବା? ହୁଁ। ସାଧୁ ଗୁରୁ ସାଧୁଙ୍କ ଭିତରୁ ଜଣେ ହଉଛନ୍ତି ଆମର ଗୁରୁ। ସପୋଜ ଯାହା ପାଖରୁ ଆମେ ଦୀକ୍ଷା ନେଲେ ସେ ହଉଛନ୍ତି ଗୁରୁ ବା ଶିକ୍ଷା ଗୁରୁ, ହେଲା ନା ନାଇଁ? କିନ୍ତୁ ଅନ୍ୟମାନେ ବି ତ ଆଜ୍ଞା ଅଛନ୍ତି। ଆଜ୍ଞା ଇଏ ହଉଛନ୍ତି ଆମ ସ୍ପିରିଚୁଆଲ ଫାଦର, ଆମ ସ୍ପିରିଚୁଆଲ ଅଙ୍କଲ। ସାଧୁ ହଉଛନ୍ତି ଆଜ୍ଞା ସ୍ପିରିଚୁଆଲ ଅଙ୍କଲ ବା, ତେଣୁ ସାଧୁ ଅନେକ, ତା ଭିତରୁ ଜଣେ ହଉଛନ୍ତି ଗୁରୁ ବା ଯାହା ଓ ସହିତ ଆମ ମାନେ ସମ୍ପର୍କ ଅଛି, ଆଜ୍ଞା ଆଜ୍ଞା ଅଫିସିଆଲି କନେକ୍ଟିଭିଟି ଅଛି ଯାହା ସହିତ, ସିଏ ହଉଛନ୍ତି ଗୁରୁ। ଅଫିସିଆଲି ଆଜ୍ଞା କନେକ୍ଟେଡ ନାହିଁ, ବଟ୍ ୱି ହାଭ୍ ଟୁ ରେସପେକ୍ଟ ଦେମ୍ ଅଲସୋ। ଏବଂ ତାଙ୍କର କଥା ବି ଖାଲି ଗୁରୁ କହିଲେ ମାନିବ ଆଉ ସାଧୁ କହିଲେ ମାନିବନି ନାହିଁ। ସାଧୁ ଯାହା କୁହନ୍ତି ଗୁରୁ ବି ସେଇ କଥା କୁହନ୍ତି, ଶାସ୍ତ୍ର ସେମ କଥା କୁହନ୍ତି, ଅଲଗା କେହି କିଛି କୁହନ୍ତିନି। ତେଣୁ ଗୁରୁଦେବଙ୍କ ଆସିବା ଦରକାର, ସାଧୁମାନଙ୍କ ବି ଆସିବା ଦରକାର, କିନ୍ତୁ ଗୁରୁଦେବଙ୍କ ଆସିବା ମିନିମମ ଦରକାର। ଆଜ୍ଞା ଆଜ୍ଞା ସେଇଟା ହଉଛି। କ୍ଲିୟର। ହରେ କୃଷ୍ଣ। ହରେ କୃଷ୍ଣ। ଓକେ, ଥ୍ୟାଙ୍କ ୟୁ। ୱିଲ୍ କ୍ଲୋଜ ଦିସ୍ ସେସନ ହିୟର। ଯଦି ଆମର କିଛି ଭୁଲ ତ୍ରୁଟି ଥାଏ କ୍ଷମା କରିବେ, ଅଯୋଗ୍ୟତାକୁ ମାଫ କରିବେ, ଏବଂ ଯୋଉ ସାରାଂଶ ଭଗବାନ ଦେଇଛନ୍ତି, ଭଗବାନ ଦେଇଛନ୍ତି ଏବଂ ଅର୍ଜୁନ ବୁଝୁଛନ୍ତି ଏବଂ ଗୁରୁଦେବ ରିପ୍ରେଜେଣ୍ଟ କରିଛନ୍ତି, ପ୍ରଭୁପାଦ ରିପ୍ରେଜେଣ୍ଟ କରି ତାକୁ ଗ୍ରହଣ କରିବେ। ତ ଆମେ ତାକୁ ରିପ୍ରେଜେଣ୍ଟ କରିବା ପାଇଁ ଆମର କ୍ୟାପାବିଲିଟି ନାହିଁ। এই যে ସେବା ହିସାବରେ ଆମେ ତାକୁ ଚେଷ୍ଟା କରୁଛନ୍ତି, ତାକୁ ଆମେ ବି ଠିକ ରକମ ଜାଣିବି ନାହାନ୍ତି। ଏବଂ ନାଇଁ ବହୁତ ସୁନ୍ଦର ଥିଲା ଯେତିକି ଆଜିର ଆପଣ ଏଇଟା ବୁଝେଇବାଟା। 6ଟା ଟପିକ କାଲି ଆଉ ଆଜି ବହୁତ କ୍ଲିୟର ହେଇଗଲି। ମୋ ମନରେ ଯାହା ଥିଲା ମୁଁ ମାନେ ପୁରାତନ ମାନେ ଯାହା ଟିକେ ଥିଲା, ମାନେ ବେଳେ ବେଳେ ଏମିତି ପ୍ରଶ୍ନ ଆସେ, ସେଇଟାକୁ ମୁଁ ଆପଣଙ୍କ ଠାରୁ ଟିକେ ଜାଣିଲି। ତାକୁ ହରେ ସବୁ ତ ଗୁରୁଦେବ କୃପାରୁ ଉପରୁ ଆସୁଛି। ଯାହା କଥା ଥିଲା ଆମେ ତାକୁ ଚେଷ୍ଟା କରୁଛୁ ରିପ୍ରେଜେଣ୍ଟ କରିବା ପାଇଁ, ସେ ବି ପ୍ରପରଲି କରିପାରୁନାହାନ୍ତି, କାହିଁକିନା ଆମର ଅଯୋଗ୍ୟତା, ଆମର ଟ୍ରାନ୍ସପାରେନ୍ସି ନାହିଁ। ଆମ ଭିତରେ ଯୋଉ ମଇଳା ଅଛି ସେଗୁଡ଼ା ସବୁ ଟ୍ରାନ୍ସମିଟ କରିପାରୁନାହିଁ। ଯୋଉ ଟ୍ରାନ୍ସପାରେଣ୍ଟ ଯିବା ଦରକାର, ଅନର୍ଥ ଗୁଡା ସବୁ ସେଠି ଅଟକେଇ ଦଉଛି। କେବଳ ତାଙ୍କର କୃପା ଦ୍ଵାରା ଯେତିକି ଶ୍ରବଣ କଲି ତାକୁ ଟ୍ରାନ୍ସମିଟ ଚେଷ୍ଟା କଲୁ ଏଜ ଇଟ ଇଜ ଯଦି କହିବା ପାଇଁ, ଯାହା ଶୁଣିଥିଲୁ, ଯେତିକି ଆମେ ବୁଝି ପାରିଥିଲୁ ବା ଶୁଣିଥିଲୁ, ତା ଭିତରେ ଆମେ ଚେଷ୍ଟା କରୁଥିଲେ। ଆଉ ସେଥିରେ ବି ବହୁତ କିଛି ପ୍ରୋବ୍ଲେମ ରହିଛି ବା ଡିଫିକଲ୍ଟି ଅଛି ବା ପ୍ରୋବ୍ଲେମ ମୋର ବି ଅଛି ସବୁ ତା ଭିତରେ। ସେଟାକୁ ସେ ମାନେ ଆଚ୍ଛାଦିତ କରିଦଉଥିବ, କିନ୍ତୁ ଆପଣ ମାନଙ୍କର ଯୋଉ କୃଷ୍ଣ ପ୍ରେମ ବା ଭକ୍ତି ରହିଛି ଏବଂ ତା ମାଧ୍ୟମରେ ଆମେ ତାକୁ ଆପଣ ଏକ୍ସେସ କରିପାରୁଛନ୍ତି ବା କରିପାରୁଛନ୍ତି ବୋଲି ମୁଁ ଭାବୁଛି। ଏବଂ ସେଇଟା ୟୁର ଗ୍ରେଟନେସ୍, ଆପଣଙ୍କର କ୍ୱାଲିଫିକେସନ। ଏଥିରେ ଆମର ନିଜର କିଛି କ୍ୱାଲିଫିକେସନ ନାହିଁ। ଯୋଗ୍ୟତା ବିଚାର କିଛି ନାହିଁ ପାଏ ତମାର କରୁଣା ସାର।
जय गुरुदेव, हरे कृष्ण।